আজি মহাভারতর নীলেন্দি হରଣ ବିଷୟ କହିବା ଅର୍ଥାତ୍ আচ্ছা হরিহর যুদ্ধ শপথ সমুদ্রে বরুণ মহারাজা নীরবতী বলি করি হে তাহাঙ্ক ভারিজা। আচ্ছা কোন বুঝিপারলু এ যে সাত সমুদ্র ଅଛି আহা। এথিরে বরুণ হেউଛନ୍ତି রাজা। সমুদ্র রাজা বরুণ তাহাঙ্কর প্রিয়বতী তথা রানীଙ୍କର নাମ নীরবতী। আচ্ছা পুরাণରେ ଲେଖିଛି ରାଜାଙ୍କର ଯୋଡ଼ିଏ ପୁଅ। ଆହା। ଏ ଯୋଡ଼ିଏ ପୁଅ ପରେ হ্যাঁ ହେମନ୍ତ ସମୟରେ କିଛି ଦିନ দিন গলা ରାଣୀଙ୍କ ଗର୍ଭରୁ ହେ ଝିଅଟିଏ হেলা ଭାଇ ପରିବାରୀ ମାନେ ଆନନ୍ଦ ହୋଇ হইলে ଚନ୍ଦନ କାଟରେ ଅନ୍ତୁଳି লগাইলে ମୁଦୁସୁଲି ଜଣାଇଲେ ରାଜାଙ୍କ ছামুর ଅପୂର୍ବ ଯେ ମାଟିଏ ହୋଇ। হইলে তুম্ভর রাম গোবিন্দ হে গোবিন্দ রাম রাম କଣ ବୁଝିଗଲୁ ତ? হুম ଏ ରାଜାଙ୍କର ଦୁଇ ପୁଅ ପରେ ଝିଅଟିଏ ଜନ୍ମ ହେଲା। ଝିଅଟିଏ ଜନ୍ମ ହେଲା ବୋଲି ଯେତେବେଳେ ମୁଦୁସୁଲି ରାଜାଙ୍କ ନିକଟରେ ଖବର ଦେଲେ আচ্ছা ରାଜା ଅତି ଆନନ୍ଦ ହୋଇଗଲେ। ହଇରେ ଯାହା ଘରେ ଦୁଇ ପୁଅ ଥିବ ତା ଘରେ ଯଦି ଈଶ୍ୱର ଝିଅଟିଏ ଦେବେ ବାପା ମାଙ୍କର ମନ କେଡ଼େ ଆନନ୍ଦ ନାହିଁ। ରଜାହାର ଘରେ କେଡେ ଆନନ୍ଦ ହେଇଥିବେ। ଏତେବେଳେ ରାଜା ଆନନ୍ଦ ହୋଇଲେ ମନ୍ତ୍ରୀ ବରଙ୍କୁ ପାଶକୁ ଡାକିଲେ। ମନ୍ତ୍ରୀ ହେଉଛନ୍ତି ଜଣେ ଜ୍ୟୋତିଷ ବିଶାରଦ। ଆଚ୍ଛା କହିଲେ ହେ ମନ୍ତ୍ରୀ ଆମର ଝିଅଟିଏ ଜନ୍ମ ହେଲା ଆହା। ଆପଣ ଶୁଭ ଲଗ୍ନ କରନ୍ତୁ। ସେତେବେଳେ ମନ୍ତ୍ରୀ ବର ଖଡ଼ିକି ଧରିଲେ ନବଗ୍ରହକୁ ଭୂମିରେ ଥାପିଲେ ପାଞ୍ଜି ବିଡ଼ା ଫିଟାଇ ଲଗ୍ନ ସିଦ୍ଧ କଲେ ଦୁଇ କର ଯୋଡ଼ି ସାମୁରେ ଜଣାଇଲେ ଅବଧାନେ ଶୁଣ ବିରାଧି ବୀର ବର ଅପୂର୍ବ ଯେ ମା ଜନ୍ମିଲେ ତୁମ୍ଭର ନାହିଁ ନହିଛି ନହିବ ଚଉଦ ଚଉଦ ଭୁବନ ଏଡ଼େ ସୁଲକ୍ଷଣ କୁମାରୀ ରତନ ଜଗତ ଯାକର ହେ ଲକ୍ଷଣ ବାଛି 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 ଖୋଳ କରି ଏ କନ୍ୟାଙ୍କୁ ବିଧାତା ଗଢିଛି ମାତ୍ର କଥାଟିଏ ଶୁଣ ହେ ରାଜନ ଗୁଣ ଠାରେ ବିଧାତା ଯେ ରଖିଥାଏ ଖୁଣ ନିଷ୍କଳଙ୍କ ହୋଇଣ ପଦାର୍ଥ ନାହିଁ କିଛି ଚନ୍ଦ୍ର ଠାରେ ଦେଖ ମଧ୍ୟ କଳଙ୍କ ଲାଗିଛି ଏ ଯେଉଁ ତୁମ୍ଭ ଝିଅ ହୋଇଲା ଜନ୍ମ ଅତି ନିଷ୍କଳିଙ୍କରେ ବିଧାତା କଲା ଜନ୍ମ ଏଣୁ କରି ଦଇବର ଦେହ ନ ସହିଲା ଏହି କଳଙ୍କ ମାତ୍ର ଦେହରେ ରଖିଲା 16 ବର୍ଷକୁ ଆଣିଲା ମୂଳ ଗଣ୍ଡ 13 ବର୍ଷ ହେଲେ ପିତାଙ୍କୁ ଦେବ ଦଣ୍ଡ ରାତ୍ରି ରଜବତୀ ହେଲେ ମାତାଙ୍କୁ ମାରିବ ମାରିବ ଦିବସ ରଜସ୍ୱଳା ହେଲେ ପିତାଙ୍କୁ ବଧ ବଧିବ ଅଧିକ କିସ କହିବି ନୃପଇସ ଦିନେ ଯେବେ ଘରେ ଥିବ ରାଜ ହେବ ନାଶ କଣ କଣ ବୋଲି ମନ୍ତ୍ରୀ ବୁଝେଇଲେ ରଜାଙ୍କୁ। କହିଲେ ହେ ଚକ୍ରବର୍ତ୍ତୀ ଝିଅଟି ସର୍ବସୁଲକ୍ଷଣୀ ହେଲା ସତ ଆଚ୍ଛା ମାତ୍ର ଈଶ୍ୱର ତା ଦେହରେ ଟିକେ କଳଙ୍କ ରଖିଦେଲେ। କଣ ସେ କଳଙ୍କ। ଏ ଝିଅକୁ 16 ବର୍ଷ ପର୍ଯ୍ୟନ୍ତ ଗଣ୍ଡ ଦୋଷ ଲାଗିଲା। ଆଚ୍ଛା ଏ ଝିଅଟି ଯଦି ରାତ୍ରରେ ରଜବତୀ ହେବ ମା ମରିଯିବ ଆହା ଯଦି ଦିବସରେ ରଜବତୀ ହେବ ବାପା ମରିଯିବ। ଆଚ୍ଛା ଅଧିକ କଣ କହିବି ଏ ଝିଅଟି ଗୋଟିଏ ଦିନ ହେଲେ ମଧ୍ୟ ଯଦି ଆପଣଙ୍କ ରାଜ୍ୟରେ କି ଘରେ ରହେ ଆହା ଆପଣଙ୍କ ରାଜ୍ୟ ଛାରଖାର ହୋଇଯିବ। ହେଲା ଯେ ମୁଁ ବଲଛି ରାତିରେ ହବନି କି ଦିନରେ ହବନି ଆଉ କେତେବେଳେ ତା ମାନଙ୍କୁ ଥିରି ହେଇଯିବ ବୋଲେ କଣ ଫିଟିଯିବେ ନାହିଁ କି। କଣ ଅଲିଆ ଲୋକ କହିଲା ପରି କହୁଛୁ ରେ। କାହିଁକି ହଇରେ ଦିନ ରାତି ନ ହେଇକିରି କଣ ସମୟ ଅଛି। ଭାବୁନାହାନ୍ତି କଣ? ରାତି ପାଇଯିବ ଉଜ୍ଜଳ ହେଇଯିବ ସୂର୍ଯ୍ୟ ଉଦୟ ହେଇନଥିବେ ପ୍ରାତ ସମୟ ଇଆଡର ନାଇଁ କି ସିଆଡର ନାଇଁ ହଇ। ସୂର୍ଯ୍ୟ ଅସ୍ତ ହେଇଯିବେ ଉଜ୍ଜଳ ଥିବ ଆଉ ଅନ୍ଧାର ନଥିବ ଏ ସମୟରେ ଯଦି ହେଇଯିବ ଫିଟିଯିବେ ନାହିଁ କି। ନାଇଁ ନାଇଁ ମୁଁ କହନ୍ତି ଆରେ ସେ ଝିଅ ଯଦି ରାତ୍ରରେ ରଜବତୀ ହେବ ମା ମରିବ ଆହା ଦିବସରେ ରଜବତୀ ହେଲେ ବାପା ମରିବ ହଁ ପ୍ରାତ ଏବଂ ସନ୍ଧ୍ୟା ଆଚ୍ଛା ଏ ଦୁଇଟି ସମୟରେ ଯଦି ସେ ଝିଅ ରଜବତୀ ହୁଏ ତେବେ ତାର ବାପା ମା ଦୁଇ କୂଳ ଯାକ ମରିଯିବେ। ଏଡେ ଦୋଷରେ ଜନ୍ମ ହେଇଛି। ଏଡେ ଦୋଷରେ ଜନ୍ମ। ଆଚ୍ଛା ଆଚ୍ଛା ଭୟରେ ବରୁଣ ଥରିଲେ କହିଲେ କଣ କରିବି। ମନ୍ତ୍ରୀ କହିଲେ ଆହା ଜିଁଥିଲେ ଶତ୍ରୁକୁ ଦିନୁ ଦିନ ଡରି ଜନ୍ମ ହେବା ଝିଅକୁ ପକାଅ ବେଗେ ମାରି। ମାରି ରାଜା କହିଲେ ବଡ ଅନ୍ୟାୟ କଥା କହୁଛ ମନ୍ତ୍ରୀ। ଆହା ଝିଅଟି ଜନ୍ମ କରି ଆମେ କେମିତି ମାରିଦେବି ମୁଁ ବଛାଦ୍ରୋହ ପାପ କିପରି ଅର୍ଜିବି। କେମିତି କରିବି। ମନ୍ତ୍ରୀ କହିଲେ ନାଇଁ ମହାପ୍ରଭୁ ଆତ୍ମା ଉପରେ ପଡ଼ିଲେ ସବୁ ଛାଡ଼ିବାକୁ ପଡ଼ିବ। ଶତ୍ରୁ ବୋଲି ବିଚାର କରି ବିନାଶ କରନ୍ତୁ। ଦେଶ ବିଷୟରେ ତେଜିବ ଗ୍ରାମକୁ ଗ୍ରାମ ବିଷୟରେ କୁଳ ଆହା କୁଳ ବିଷୟରେ ତେଜିବ ଜଣକୁ ଆତ୍ମା ବିଷୟ ସକଳ। ନିଶ୍ଚୟ ୟାକୁ ଯଦି ଆପଣ ଏବେ ନିଷ୍ପତ୍ତି ନ କରୁଛନ୍ତି ଆପଣ ମରିବେ ନହେଲେ
ରାଣୀ ମରିବେ ରାଜ୍ୟ ଯିବ ସବୁ ଧ୍ୱଂସ ହେଇଗଲା ଯେ ଆଉ। ନିଜେ ମାରିବା ଦରକାର ନାହିଁ। ଆଉ ମହାଦେଇଙ୍କି ଏବେ କହନ୍ତୁ କହନ୍ତୁ ଯାଇଣ ରାଣୀ ସେ ଝିଅକୁ ନେଇ ଫିଙ୍ଗି ଦିଅନ୍ତୁ। ଦିଅନ୍ତୁ ଶ୍ମଶାନ ମଶାଣିରେ ଯଦି ଫିଙ୍ଗି ଦେବେ ଭୂତ କି ଡାହାଣୀ କି ହେଲେ ଖାଇଦେବେ ଆଉ। ଆପେ ଆପେ ମରିବ ସେ ଝିଅ ଆପଣ ବଞ୍ଚିବେ ଆଉ। ରାଜା ଆଉ କଣ କରିବେ? ଆହା। କିଂ କର୍ତ୍ତବ୍ୟ ମୂଢ ପ୍ରଥାରେ ଧୀରେ ଧୀରେ ପ୍ରିୟବତୀପୁରକୁ ଗଲେ। ଆଚ୍ଛା। ଗଲା ବେଳ ସମୟକୁ ସର୍ବସହଚରୀ ଚୌକତି ବସିଛନ୍ତି। ବସିଛନ୍ତି ରାଣୀଙ୍କି ଆବରି। ଏମନ୍ତ ସମୟ ଚକ୍ରବର୍ତ୍ତୀ ବିଜେ ହେଲେ ପ୍ରିୟବତୀଙ୍କି ରାଜା ନେତ୍ର ମାରିଦେଲେ। ଆଚ୍ଛା ଆଉ ଏକ ପୁରକୁ ଡାକି ଘେନି ଯାଇ ଧୀରେ ଧୀରେ କରି ତାଙ୍କୁ କହିଲେ ବୁଝାଇ। କହିଲେ ରେ ପ୍ରେମମୟୀ ଆହା। ଝିଅଟିଏ ଆମକୁ ଈଶ୍ୱର ସିନା ଦେଲେ ବଡ ଦୁଲକ୍ଷଣୀ। ଆହା ଏ ଝିଅଟି ଥିଲେ ହଁ। ତୁମେ ମରିବ ମୁଁ ମରିବି ଆହୁରି ରାଜ୍ୟ ଯିବ। ଆଚ୍ଛା ଈଶ୍ୱର ତୁମ୍ଭଙ୍କୁ ଆମ୍ଭଙ୍କୁ ରଖିଥିଲେ ଏପରି କେତେ ଦୁହିତା ଧରିବାଟି କୋଳେ ଆହା କାହାକୁ ନ କହି ଏ ଝିଅଟିକୁ ନେବ ଶ୍ମଶାନରେ ଫିଙ୍ଗି ଦେଇ ଏକ୍ଷଣି ଆସିବ। ଆହା ରେ ବାପା ସିନା କହିଦେବ ମା ଏ କଥା ହଁ କରିପାରନ୍ତି କି? ଶୁଣି କରି ନିରବତୀ ଯୋଡ଼ିଲେ କର କହିଲେ ପୁରୁଷ ଦେହ ହଟଇ ପଥର ହେ ପ୍ରାଣେଶ୍ୱର ଆହା ଆପଣ କେଡେ ପଥର ହୋଇ ଏପରି କହୁଛନ୍ତି? ଗଲେ ପଛେ ମୋହର ଏ ରାଜ୍ୟ ନାଶ ଯାଉ ଜନ୍ମ ହେଲା ଝିଅ ମୋର ଘରେ ରହିଥାଉ ଏ ରାଜ୍ୟ ପଛେ ଯାଉ ଝିଅଟା ମୋର କେମିତି ରହିଯାଉ। କ୍ରୋଧ ହେଇଗଲେ ବରୁଣ ଶୁଣି କରି ବରୁଣ କମ୍ପିଲେ ଘନ ଘନ ହେ କମ୍ପିଲେ ଘନ ଘନ ତମ୍ବା ଚକ୍ର ପରି କଲେ ଦୁଇଟା ନୟନ ଶୁଣି କରି ବରୁଣ କମ୍ପିଲେ ଘନ ଘନ କମ୍ପିଲେ ଘନ 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 ତମ୍ବା ଚକ୍ର ପରି କଲେ ଦୁଇଟା ନୟନ ହୋଇଣ ସେ ପାନଳ ଧଇଲେ ରାଣୀଙ୍କ ବାଳ ହୋଇଣ ସେ କୋପାନଳ ଧଇଲେ ରାଣୀଙ୍କ ବାଳ କଚିଲେ ଏକ୍ଷଣି ତତେ କରିବି ଛେଦନ କିଲ କରିବି ଛେଦନ ତମ୍ବା ଚକ୍ର ପରି କଲେ ଦୁଇଟା ନୟନ କହିଲେ ଝିଅକୁ ନେଇ ଏବେ ଶ୍ମଶାନରେ ଫିଙ୍ଗିବୁ ନା ମା ଝିଅ ଦୁଇ ଜଣ ଯାକର ଶିର ଛେଦନ କରିବୁ? କ୍ରୋଧ ହେଇଗଲେ ରାଜା। ରାଜା ଆଉ କଣ କରିବେ? ରାଣୀଙ୍କର କର୍ତ୍ତବ୍ୟ ଆଉ କିଛି ନା। ରାଣୀଙ୍କର କର୍ତ୍ତବ୍ୟ କିଛି ନାହିଁ। ଆଚ୍ଛା ବାଧ୍ୟ ହୋଇ ଝିଅକୁ କୋଳରେ ଧଇଲେ ବାହାରି ପଡିଲେ। ବାହାରି ପଡିଲେ ପଡିଲେ ସିନା ଆହା। ହୋଇରେ ହଁ ସନ୍ତାନକୁ ଫିଙ୍ଗିବାକୁ ମାର କଣ କେବେ ଶ୍ରଦ୍ଧା ଥାଏ? ଏକଥା କହିପାରେ କି କିଏ ହେଲେ? ବାଟ ଘଟ ନଦୀ ସଜି ଅନ୍ଧାର ରଜନୀ ଚଳିଗଲେ ନିରବତୀ ଝିଅଙ୍କୁ କୋଳେ ଘେନି ଝିଅକୁ ଫିଙ୍ଗିବାକୁ ମନ ହେଉ ନାହିଁ। ରାଜା ଭୟପୁରକୁ ଫେରି ନ ପାରଇ ଲବଣ ସିନ୍ଧୁ ତଟେ ତଟେ କରିଲେ ଗମନ ହଁ। ହର ଉଦ୍ୟାନ ମନରେ ହେ ମିଳିଲେ ଯାଇନ। ଆଚ୍ଛା ତତେ ଏଇଠି ଟିକେ ଭୌଗୋଳିକ ଦୃଷ୍ଟିରୁ ବୁଝେଇଦେବି। ହୁଁ ଆରେ ବରୁଣଙ୍କର ଘର ପୁରାଣରେ ଲେଖା ଅଛି ଆହା। ସେ ଯୋଉ ଅର୍କ ତୀର୍ଥ ତଥା ଚନ୍ଦ୍ରଭାଗା। ସେ ହେଲା ବରୁଣଙ୍କର ଗଡ। ହଁ ଯଦି କୋଣାର୍କ ହେଲା ଧର ବରୁଣଙ୍କର ଗଡ ହର ଉଦ୍ୟାନବନ। ହର ଉଦ୍ୟାନବନ କି ଏକାମ୍ର କାନନ ହେଉଛି ଆମର ଭୁବନେଶ୍ୱର। ଆଚ୍ଛା ଆଚ୍ଛା ସେ ତ ବୀର ରମଣୀ ସେ ଝିଅକୁ କୋଳରେ ଧରି ଆଚ୍ଛା। ରାତ୍ର ଚନ୍ଦ୍ରଭାଗାରୁ ବାହାରି ଆହା। ଭୁବନେଶ୍ୱରରେ ଆସି ପହଞ୍ଚିଗଲେ। ନିମାପଡା ରାସ୍ତାରେ ଆସିଥିବେ ସେଇଟା ବାଟୁଟା ଆଉ। ବୋଲ ସେଇଠିକି ଆସିଲା ବେଳକୁ ରାଣୀଙ୍କି ହାଲିଆ ହେଇଗଲେ ଜଙ୍ଗଲରେ ଆଉ ଚାଲି ଗୋଟିଏ ପାରିବେ। ଗଛ ମୂଳେ ବସି ପଡିଲେ। ଆହା କହିଲେ ଝିଅ ମୋ ଗର୍ଭରେ କାହିଁକି ଜନ୍ମ ହେଲୁ? ତତେ ମୁଁ କେମିତି ମୂର୍ଛିବି? ଆଚ୍ଛା ଏଇପରି କାନ୍ଦୁଛନ୍ତି। ହଁ ଦୈବର ଘଟନକୁ ଜ୍ଞାନ କରିବ ଯାହାକୁ ଜହିରେ ଲେଖା କରିଛି କରିଛି ଦଇବ ଏମନ୍ତ ସମୟରେ ପାର୍ବତୀ ସାନ ଦିଗ୍ବିଜୟ କରିବା ବାହାରିଛନ୍ତି ଶୁଣ ଚଢିଛନ୍ତି ମହାଦେବ ବୃଷଭ ଉପରେ ପାର୍ବତୀଙ୍କି ଘେନିଣ ସଙ୍ଗରେ ଉମାଙ୍କୁ ଶୁଭିଗଲା ନିରବତୀ ନିରବତୀଙ୍କ ଶୋକ ଉମାଙ୍କର ହୃଦୟ ହୋଇଲା ହୋଇଲା ଦକ ଦକ ସଦାଶିବ ଛାମୁରେ କହନ୍ତି କହିଲେ ନାରାୟଣୀ ଅରଣ୍ୟରେ କାନ୍ଦୁଛି ହେ କାହାର କାହାର ତରୁଣୀ ଚାଲ ସେଠାକୁ ଯିବା ପିଲାଙ୍କ ପିଲାଙ୍କ ଶୂଳ ବାହା ଦୁଃଖୀ ଯେବେ କାନ୍ଦୁଥିବ କରିବାଟି ଆହା ପାର୍ବତୀଙ୍କ ମୁଖରୁ ଏପରି ବାକ୍ୟ ବାକ୍ୟ ଶୁଣି ବୃଷଭକୁ ଚଳାଇ ଚଳିଲେ ଚଳିଲେ ଶୂଳ ଶୂଳ ପାଣି ଯେଉଁ ସ୍ଥାନେ କାନ୍ଦୁଥିଲେ ନିରବତୀ ବାଳି ସେ ବାମ ପାଶରେ ବୃଷଭ ଗଲେ ମିଳି ବୃଷଭ ଉପରୁ ଉମା ଉତରିଲେ ନିରବତୀଙ୍କି ଚାହିଁ ଚାହିଁନ ପଚାରିଲେ କାହାର କୁମାରୀ ତୁ କାହାର ମନହାରି ଏ ବନରେ କାନ୍ଦୁଛୁ ଅନାଥ ଲୋକ ପରି ନକର ରୋଦନ ଫେରି
ମତେ ଚାହା ତ୍ରୈଲୋକ୍ୟର ଠାକୁର ବିଜୟ ସୁରବାହା ମୋର ନାମ ଏକା ସଙ୍କଟ ତାରିଣୀ ସଙ୍କଟ ପଡ଼ିଲେ ମତେ ସ୍ମରନ୍ତି ସ୍ମରନ୍ତି ପ୍ରାଣୀ ସେତେବେଳେ ନିରବତୀ ନେତ୍ର ଫିଟାଇଲା ଉମା ମହେଶ୍ୱରଙ୍କୁ ଦର୍ଶନ ଦର୍ଶନ ପାଇଲା ମନେ ମନେ ତାର କରିଲା ବିଚାର ଆହୁରି ଗିରି ପାତକ ଅଛୁ ସଙ୍ଗତର ଏପରି ଯୁଗଳ ମୂର୍ତ୍ତି କରି ପାଇଲି ଦର୍ଶନ ଆହୁରି ଗିରି ପାତକ ଅଛୁ ଗୋଡାଇଣ ଏତେ ବୋଲି ରାଣୀ କରକୁ ଯୋଡ଼ିଲେ ମାଗୁ ଅନ୍ନପୂର୍ଣ୍ଣା ଶୁଣଙ୍ଗ ବୋଇଲେ ବରୁଣ ରାଜାର ମୁଁ ଅଟଇ ମହାଦେଇ ଅଭାଗ୍ୟରେ ମୋର ଏ ଜନ୍ମିଲା ଜନ୍ମିଲା ଜେମା ଦେଇ ଏ ଝିଅକୁ ଗଣ୍ଡ ଦୋଷ ଲାଗିଲାନି ଦାନ ଫିଙ୍ଗି ଦିଅ ବୋଲି କରି କହିଲେ ରାଜନ ଗର୍ଭଧାରୀ ଜନନୀ ମୁଁ ବୁଝି ମୂର୍ଚ୍ଛିତ ନ ପାରିଲି ଆପଣଙ୍କର ପଦାମ୍ବୁଜେ ଶରଣ ପଶିଲି ଏ ଝିଅଟିକୁ ମାଗ ପ୍ରତିକାର ଦେବା ସ୍ତ୍ରୀ କୂଳରୁ କଳଙ୍କ କଳଙ୍କ ଛଡ଼ା ଛଡ଼ାଇବା ରାମ ଯେ ହରି ରାମ ହେ ନବୀନ ସୁନ୍ଦର ରାମ ଏଥୁ ଅନନ୍ତରେ ଦୁର୍ଗା ଚଳିଗଲେ ଆହା। ଶିଶୁଟିକି ନେତ୍ରରେ ଦେଖିଲେ ଅତି ସୁଲକ୍ଷଣୀ ଆଚ୍ଛା ଆଚ୍ଛା। ଆନନ୍ଦ ହୋଇନ ଫେରିଲେ ମହାମାୟୀ ଆହା କାନ୍ତଙ୍କୁ ଚାହିଁ ଏପରି କହିଲେ ବୁଝାଇ କଣ ବୋଲି ହେ ପ୍ରାଣେଶ୍ୱର ଆହା ଏ ଯୋଉ ଝିଅଟି ବରୁଣ ରାଜାଙ୍କର ଝିଅ ଇଏ ଦୁର୍ଲକ୍ଷଣୀ ବୋଲି ଆଚ୍ଛା ୟାର ବାପା କହିଛି ଫିଙ୍ଗି ଦିଅ ବୋଲି ରାଣୀ ସ୍ୱାମୀଙ୍କୁ ଧରିକିରି ଆସିଛନ୍ତି। ଡରି କରି ବାଧ୍ୟରେ ରାଣୀ ଆସିଛନ୍ତି ଆପଣଙ୍କୁ ଦର୍ଶନ କଲା ପାପରୁ ମୁକ୍ତି ସୁଲକ୍ଷଣୀ। ଆଚ୍ଛା ଆପଣଙ୍କର ଗୋଟିଏ ନାମ ଅକର୍ମେ କର୍ମଦାୟକ ନିଶ୍ଚୟ ଆପଣଙ୍କର ଗୋଟିଏ ନାମ ମୃତ୍ୟୁଞ୍ଜୟ ମୃତ୍ୟୁକୁ ଜୟ କଲେ ତ ମୃତ୍ୟୁଞ୍ଜୟ ଆହା ଏ ଝିଅକୁ ଏଣୁ ଆମେ ପ୍ରତିକାର ଦେବା ଆଜିଠାରୁ ଏ ଝିଅକୁ ଆମେ ବୋହୂ କରିଦେବା ଆଚ୍ଛା ଆମର ଯୋଉ ବଡ ପୁଅ କାର୍ତ୍ତିକ ଅଛି ଆଚ୍ଛା। କାର୍ତ୍ତିକକୁ ଆକୁ ବିବାହ କରିଦେବା ବୋହୂ ଆପଣ କରିଦେବା। ଟିକେ ୟାକୁ ପରିଷ୍କାର କରିଦିଅନ୍ତୁ ପାପରୁ ମୁକ୍ତ ଆରୋଗ୍ୟ କରିଦିଅନ୍ତୁ। କରିଦିଅନ୍ତୁ ଆଚ୍ଛା, ଆଚ୍ଛା। ପାପରୁ ମୁକ୍ତ କରିଦିଅନ୍ତୁ ଶିବ କହିଲେ ତେବେ ଆଣ ହଉତେ ବାହାଣ ଏଥୁ ଅନନ୍ତରେ ପାର୍ବତୀ ଗଲେ ରାଣୀଙ୍କୁ କୋଳରୁ ଝିଅକୁ ଛଡାଇ ଆଣିଲେ ଶିବଙ୍କର କରରେ ବଢାଇ ଦେଲେ ନେଇ ଆହା ହାତ ବାଜୁ ବାଜୁ ପାପ ଗଲା ଗଲା ହେ ହେ ପଳାଇ। ପଳାଇ ଶିବଙ୍କ ହାତ ବାଜିଗଲେ ପାପ ବୋଲେ ମନ୍ଦ ଗ୍ରହଟେ ଆଉ ରହନ୍ତା କି ହେଁ। ଆଚ୍ଛା ଆଚ୍ଛା ମହାଦେବ କଣ କଲେ ନୀଳାଗତି ମନ୍ତ୍ର ପଢି ତାକୁ ପାପରୁ ମୁକ୍ତ କଲେ ଏଣୁ ସେ ଝିଅକୁ ଶିବ ନିଜେ ନୀଳେନ୍ଦୀ ବୋଲି ନାମ ଦେଲେ ଆହା ସେ ଝିଅକୁ ନୀଳେନ୍ଦୀ ବୋଲି ନାମକରଣ ଦେଲେ ଆଚ୍ଛା ଆଚ୍ଛା ପାପରୁ ମଧ୍ୟ ମୁକ୍ତି କରିଦେଲେ ପାର୍ବତୀଙ୍କ କଣ୍ଠରୁ ମାଳଟିଏ ନେଇ କୁମାରୀ କଣ୍ଠରେ କଣ୍ଠରେ ହେ ଦେଲେ କଲମ୍ବାଇ କହିଲେ ଆଲୋ ଝିଅ ରାଣୀ ଆହା ତୁମେ ଆଜିଠାରୁ ମୋର ହେଲ ସମ୍ବନ୍ଧୀ ସନ୍ଧ୍ୟାଣୀ ସମ୍ବନ୍ଧୀ ଆଣି ଆଚ୍ଛା ଏ ମାଳଟି ଦେଇ କୌଳିକ ପ୍ରଥାରେ ଗଣ୍ଠି ବନ୍ଧା କରି ଯେ ଆଜିଠାରୁ ତୁମର ଝିଅ ମୋର ବଡ ବୋହୂ ହେଲା ବୋହୂ ହେଇଗଲା ଆଚ୍ଛା ଏବେ ପାପରୁ ମୁଁ ମୋ ମୁକ୍ତି ପୁରକୁ କରିଦେଲି ନେଇଯାଆନ୍ତି ମାତ୍ର ଆହା ସଦ୍ୟଜାତ ଶିଶୁ ହଁ ମୋର ତ ବରଫ ପାହାଡ ବଞ୍ଚି ପାରିବ କି ପିଲାଟି ଏଣୁ ତୁମେ ଝିଅଟିକି ନେଇଯାଅ ଆହା ଆଉ ତୁମ ଝିଅ ଠାରେ କିଛି ଦୋଷ ନାହିଁ ଡରିବାର କାରଣ କିଛି ନାହିଁ ତୁମେ ଜାଗ୍ରତରେ ଆନନ୍ଦରେ ଯାଅ। ପୋଷିଥିବ ଆଚ୍ଛା ଯେତେବେଳେ ତୁମର ଝିଅର ବିବାହ ବୟସ ଆସିବ ମତେ ଖବର ଦେବ ଆହା। ମୋର ବଡ ପୁଅ କାର୍ତ୍ତିକକୁ ବରବେଶ କରି ମୁଁ ନିଜେ ଯିବି ଆଚ୍ଛା। ବିବାହ କରି ପୁଅ ବୋହୂଙ୍କୁ ଘେରି ଫେରିବି ଆଚ୍ଛା ଆଚ୍ଛା ରାଣୀ ଅତି ଆନନ୍ଦ ହେଇଗଲେ ଭାଗ୍ୟ ବଦଳି ଗଲା ଆନନ୍ଦ ହେବେ ନାହିଁ କି? ଦେଖେ ଦଣ୍ଡେ ମୁହୂର୍ତ୍ତେ ତଳେ ରାଣୀଙ୍କର କିପରି ଭାଗ୍ୟ ଥିଲା ଏବେ କିପରି ବଦଳିଗଲା ଝିଅ ମରୁଥିଲା ରଜା ମରୁଥିଲେ ରାଣୀ ମରୁଥିଲେ ସବୁ ଗଲା ଝିଅ ବଞ୍ଚିଲା କାର୍ତ୍ତିକେଶ୍ୱର ଜୁଇଁ ପହଲା ୟାଠାରୁ ଭାଗ୍ୟ ଅଛି କି କି କଥାଟେ ଅନେକ ଭକ୍ତ ମଧ୍ୟ ଭଗବାନଙ୍କୁ ଧ୍ୟାନ କରିବା ଶିବଙ୍କୁ ସେବା କରି ଏମିତି ଭାଗ୍ୟ ବଦଳି ଦେଇଛନ୍ତି କାହାର ଭାଗ୍ୟ ବଦଳିଛି କହିଲୁ ମନେ ପଡିଗଲା ହଁ ଗୋଟେ ଗାଁରେ ଗୋଟେ ଅନ୍ଧୁଟିଏ ଥାଏ ଆଚ୍ଛା। ଜନ୍ମରୁ ଅନ୍ଧ ହଁ ଅତି ଗରିବ ହଁ। ଘରେ ଖାଇବାକୁ ମଧ୍ୟ ନାହିଁ ଆଚ୍ଛା ଆଖି ଦିଶୁନି ଘରେ ଖାଇବାକୁ ନାହିଁ ହଁ। ବିବାହ ହେଇଛି ହଁ। ହେଲେ କଣ ହବ ପୁଅ ଝିଅ କିଛି ନାହିଁ ହଇ ସନ୍ତାନ ନାହିଁ ଧନ ନାହିଁ ଆଖି ନାହିଁ ଯାଠାରୁ ଜଗତର କଷ୍ଟ। ଯେତକ ଅସାର ତା ଘରେ ଜମା ଦିନେ ଅନ୍ଧର ଭାରିଜା ଅନ୍ଧୁଣୀ କହିଲା କାହିଁକି ବଞ୍ଚିବା ହେ ବିଷ ଖାଇକିରି ମରିଯିବା କଣ ମୂର୍ଖ ହେଲୁ ନା ମତେ ମୂର୍ଖ ବୋଲି ଭାବିଲୁ ରେ କାହିଁକି ଅନ୍ଧର ବାହାରି ଯାଲେ ସେ ଅନ୍ଧୁଣୀ ନାଇଁ ତା ଭାରିଜାକୁ ଦୁଶ୍ଚି ନା ଦିଶୁଛି ତା ଆଉ ଅନ୍ଧୁଣୀ ବୋଲି କେମିତି ସମ୍ବୋଧନ କରିବ ଆରେ ଦିଶିଲେ ମଧ୍ୟ ଅନ୍ଧର ଭାରିଜା ଅନ୍ଧୁଣୀ ହବନି କି କି ଆଶ୍ଚର୍ଯ୍ୟ ଜଣେ କଥା। ପଣ୍ଡିତ ଗୋଟେ ମୂର୍ଖ ସ୍ତ୍ରୀ କି ବିବାହ ହେବେ ହଁ ଲୋକ ତାଙ୍କ ଭାରିଜାକୁ ପଣ୍ଡିତିଆଣୀ ବୋଲିବେ ନା ମୂର୍ଖିଆଣୀ ବୋଲିବେ ପଣ୍ଡିତିଆଣୀ ବୋଲିବେ ହେଲେ ଅନ୍ଧର ଭାରିଜାକୁ ଅନ୍ଧୁଣୀ ବୋଲିବା ନାହିଁ ଯା କଣ ମାଇ ଅନ୍ଧ ବୋଲି ଲାଗିବେ କି? ଆଚ୍ଛା ଆଚ୍ଛା ଅନ୍ଧୁଣୀ ବୋଇଲା କାହିଁକି ବଞ୍ଚିବା ହେ ବିଷ ଖାଇକିରି ମରିଯିବା ହଁ ଅନ୍ଧ କହିଲା ଆଲୋ ଭାଇଆଣୀ ହଁ। ଲେଖା ଅଛି ଭାଗବତରେ ହଁ। ଆଲୋ ଏ ଦେହ ଥିଲେ ସର୍ବ ପାଇ ହଁ ହାତୀର ପରାକ୍ରମ ମନୁଷ୍ୟର ଦଶା କେତେବେଳେ ଯେ ବଦଳିଯିବ କେହି ହେଲେ କହିପାରିବେନି ହଁ। ମୁଁ ଯାଉଛି ମହାଦେବଙ୍କଠୁ ବରା ଆଣିବି ସୁଖରେ ଆମେ ଚଳିବା ଆଚ୍ଛା ଅନ୍ଧ ଗଲା ହଁ କୈଳାସକୁ ବାଟ କିଏ ତାକୁ କଢଉଛି ହଇ। ତାକୁ ଯାଉ ଯାଉ ଯୋଉଠି ଗୋଟେ ପାହୁଡ ପହଞ୍ଚିଲା କି ପର୍ବତ ପହଞ୍ଚିଗଲା ହଁ। ସେଠି ଚକା ପକେଇ ବସି ମହାଦେବଙ୍କୁ ଜପିଲା ହଁ ଶିବ ପ୍ରସନ୍ନ ହେଲେ ହଁ। କହିଲେ ଅନ୍ଧରେ ହଁ। ମୋ ନାମ ହେଉଛି ମହାଦେବ ସନ୍ତୁଷ୍ଟ ହେଲି ପ୍ରସନ୍ନ ହେଲି ବର ମାଗେ ବର ମାଗେ ଅନ୍ଧ କହିଲା ମହାପ୍ରଭୁ ମୁଁ ବଡ କଷ୍ଟି ମୁଁ ବଡ ଦୁଃଖୀ ହଁ। ମତେ ବର ଉଡିଏ ଦିଅ ଆଜ୍ଞା ମୁଁ କିନ୍ତୁ ସୁଖରେ ଗାଁରେ ଘର କରିକି ରହିବି ବୋଲେ ଏକରୁ ଅଧିକ ହେଲେ ତ ଗୁଡାଏ ମହାଦେବ ହସିଲେ ବୋଲେ କିରେ ଅନ୍ଧ ହଁ। ତୁ କଣ ଗୁଡିଏ ବୋଲି ବୋଇଲୁଣି ହଁ। ତେବେ କେତେ ଗୁଡେ ବାର ତୁ ମନରେ
ମାଗିବା ପାଇଁ ଭାବିକିରି ତ ଆସିଛୁ ହଇ ହେଲେ କଣ ହବ ତୋର କପାଳ ମନ୍ଦ ବହୁତ ଗୁଡେ ବର ମାଗିଲେ ଦବା ପାଇଁ ରେ ଏ ବର୍ଷକୁ ମୋର ବଜେଟ ରେ ବର ନାହିଁ ସରିଗଲାଣି ଗୋଟିଏ ଅଛି କିରେ ମହାଦେବଙ୍କର କଣ ବଜେଟ ଆହେ ସୃଷ୍ଟି ଆରମ୍ଭରୁ ବଜେଟ ହୋଇଛି କେମିତି 56 କୋଟି ଜୀବ ହଁ। ବଜେଟ ଅନୁଯାୟୀ ହେଲା 52 କୋଟି ଭଣ୍ଡାର ହଁ ହଁ ବୁଝିବ ମହାଦେବ ସେମିତି ଏତିକି ବର ଦେବ ସେ ସୀମା ଭିତରେ ତ ହଇ ଶିବ କହିଲେ ସବୁ ଯାକ ଭକ୍ତ ନେଇଗଲେଣି ବର ମାଗି ମାଗିକିରି କେବଳ ଗୋଟିଏ ଅଛି ଯାହା ମାଗିବୁ ଏ ବର୍ଷକୁ ଗୋଟିଏ ବର ଅଛି ନେ ନହେଲେ ଯା ଭାରି ହେଲ ଅନ୍ଧକୁ ବଡ ବିପତ୍ତି ପଡିଗଲା କାହିଁକି ୟାକୁ ଅତି ଆବଶ୍ୟକ ବର ଅଛି ଏ ତିନୋଟି ବର ମାଗିବ ଆଚ୍ଛା ପ୍ରଥମ କଥା ଆଖି ଯୋଡିକ ମାଗିବ ଏକ ଦ୍ୱିତୀୟ କଥା ସନ୍ତାନ ନାହିଁ ପୁଅଟିଏ ମାଗିବ ଦୁଇ ତୃତୀୟ କଥା ଧନ ମାଗିବ ତିନି ହେଇଗଲା ୟାକୁ ଲୋଡ଼ା ତିନୋଟି ବର ଶିବ କହିଲେଣି ଗୋଟିଏ ଅନ୍ଧ ବେଲା ମହାପ୍ରଭୁ ଗୋଟେ ବର ଦେଲେ ମୋର କୋଉ କାମରେ ଲାଗିବନି ଦୟାକରି ମତେ ଯୋଡିଏ ହେଲେ ଦିଅନ୍ତୁ ଆଚ୍ଛା ଶିବ କହିଲେ ଯୋଡିଏ କାହିଁକି ରେ 20ଟା ବେଲେ ଦବା ହଁ। 4 ମାସ ଗଡେଇକିରା ସେ ନୂଆ କିରା ଥରେ ଆଲର୍ଟମେଣ୍ଟ ପଳେଇ ଆସିବନି କି ଆଚ୍ଛା ଆଚ୍ଛା ଅନ୍ଧ ବେଲା ସେଉଟା କେବେ ଆସିବ ମୁଁ ଜାଣିବି କି ଆଜ୍ଞା କୁଆଡୁ କଣ କରି ଏବେ ଦେଇ ପକ ମହାପ୍ରଭୁ ହଁ ଶିବ କହିଲେ ଦେଇ ପକେଇଲେ ତୋର ସିନା କାମଟି ହେଇଯିବ ଶେଷକୁ ଆମକୁ ଅଡିଟ ଧରିବେ ହଇରାଣରେ ପକେଇବେ ଆଚ୍ଛା। ନେବାକୁ ଥିଲେ ଗୋଟେ ନେ ନହେଲେ ଯା ମତେ ବିରକ୍ତ କରନା ଆଚ୍ଛା ଅନ୍ଧ ବେଲା ତେବେ ସେ ଗୋଟିକ ଦିଅ ଆଜ୍ଞା ଖାଲିରେ ଯିବି କି ଦିଅ ମହାଦେବ ବୋଇଲେ ମାଗେ ଅନ୍ଧ କଣ ମାଗିଲା ଅନ୍ଧ ଭାବିଚିନ୍ତି ଗୋଟିଏ ବର ମାଗିଲା ବେଲା ମହାପ୍ରଭୁ ଗୋଟିଏ ବର ତ ଦେବେ ଏଇ ଗୋଟିକ ବର ଦିଅନ୍ତୁ ମୋର ପୁଅ ସୁନା ଥାଳିଆରେ ଭାତ ଖାଇବ ମୁଁ ଆଖିରେ ଦେଖି ମତେ ଗୋଟିକ ବର ଦିଅନ୍ତୁ ଆଚ୍ଛା ମହାଦେବ ଅସ୍ତୁ କରିଦେଲେ ହଁ ପାର୍ବତୀର ଏଇ ଖଣ୍ଡଦୂରରେ ହସିଲେ ବୋଇଲେ ହଏ ଭୋଳା ହଁ। ସିଏ ଅନ୍ଧ ନାହିଁ ଯେ ଆପଣ ତିନୋଟି ଆଖି ଥାଇକିରି ଅନ୍ଧ ହେଇଗଲେ ହଁ ଶିବ ବୋଇଲେ କେମିତି କେମିତି ପାର୍ବତୀ ବୋଇଲେ ହେ ତିନୋଟି ଜାଗା ବର ମାଗିକିରି ସେ ନେଇଗଲା ହଁ ସେ ବର ମାଗିଲା ମୋର ପୁଅ ସୁନା ଥାଳିଆରେ ଭାତ ଖାଇବ ମୁଁ ଦେଖିବି ହଁ ତମେ ତ ହଁ କରିଦେଲ ହଁ ତାର ପୁଅ ଝିଅ କିଛି ନାହିଁ ନାଇଁ ପୁଅଟିଏ ଦିଅ ଏକ ବର ପୁତ୍ର ଦାନ ବର ସେ ପୁଣି ସୁନା ଥାଳିଆରେ ଭାତ ଖାଇବ ହଁ। ୟା ଚାଡରେ ନଡା ପଡନି ଭୋକ ରହୁଛି ସୁନା ଥାଳିଆ କେମିତି କରିବ ଧନ ଦିଅ ସୁନା ଆଣିକିରି ଥାଳିଟିଏ କରିବ ଦୁଇ ବର ଧନ ଦାନ ବର ଶେଷକୁ ବୋଲଛୁ ମୁଁ ଆହୁରି ଦେଖିବି ହଁ। ଅନ୍ଧ କୁଆଡୁ ଦେଖିବ ତା ଆଖି ଯୋଡିକ ତାକୁ ଦଉନ ତିନିଟା ହେଇଗଲା ମହାଦେବ ତାଟକା ହେଇଗଲେ ବୋଲେ ହଁ ସତଲୋ ହଉ ପୁରା ହଁ କରିଦି ବଡ ହଇରାଣରେ ପଡିଗଲି ହଇ ବଚନ ଅନ୍ୟଥା କଲେ ବଡ କି ଆପଣ ଯିବ ଆଚ୍ଛା ରହ ରହ ଅନ୍ଧ ମୁଁ ଆସୁଛି ହଇ ବୈକୁଣ୍ଠ ଗଲେ ବ୍ରହ୍ମାଙ୍କୁ ଡକେଇଲେ ବିଷ୍ଣୁଙ୍କୁ ଏ କଥା କହିଲେ ଅନ୍ଧ ଲାଗି ଆଉ ଥରେ ଗୋଟେ ଅତିରିକ୍ତ ବଜେଟ ପାସ୍ ହେଲା ଆଚ୍ଛା ଗୋଟେ ବର ଧରି ଆସିଲେ ଥିବାବରୁଟି ମିଶେଇକିରି ଦେଲେ କାଳେ ଯାକ ସେ ଅନ୍ଧ ହେଇଗଲା ସୁଖୀ ଯେମିତି ହଁ। ରାଣୀ କରିଦେଲେ କାମଟା ବି ସେମିତି ହଁ ଝିଅଟି ବଞ୍ଚିଗଲା କାର୍ତ୍ତିକେଶ୍ୱର ଜୋଇଁ ପୁଅ ହେଇଗଲା ରାଣୀ ମୁକ୍ତି ହେଇଛନ୍ତି ଝିଅ ବଞ୍ଚିଛି ଆଉ। ହଁ ନିଶ୍ଚୟ ଈଶ୍ୱର ପାର୍ବତୀ ତହୁଁ ନିଜ ପୁରକୁ ଫେରିଲେ ଆଚ୍ଛା ଝିଅକୁ ଧରି ରାଣୀ ମଧ୍ୟ ଅଇଲେ ସତ ଝିଅକୁ ଧରିକରି ରାଣୀ ନିଜ ପୁରକୁ ଅଇଲେ ସତ ଈଶ୍ୱର ପାର୍ବତୀ ମଧ୍ୟ ପଳେଇଲେ ଆଚ୍ଛା ହେଲେ ଆସିଲା ବେଳେ ରାଣୀ ମନେ ବିଚାରିଲେ ଏ କଥା ରାଜାଙ୍କୁ ନ କହିବି ଭାବିଲେ ଆଚ୍ଛା ଏ କଥା ଯଦି ରାଜାଙ୍କୁ କହିବି ନ ଜାଣି ସନ୍ଦେହରେ ଚକ୍ରବର୍ତ୍ତୀ ପକାଇବେ ହାଣି ନିଶ୍ଚୟ ଏଣୁ ମୁଁ ଜାଣିଛି ଦେବେ ମୋ ଝିଅ ଠାରେ କିଛି ଦୋଷ ନାହିଁ ଆହା। ରାଜାଙ୍କର ଅଜାଣତରେ ତଥା ଅଜ୍ଞାତରେ ଏ ଲୁଚେଇକି ଝିଅକୁ ମୁଁ ପୋଷିବି ଆଚ୍ଛା ଯେତେବେଳେ 17 ବର୍ଷ ତାର ଡେଇଁ ପଡିବ 18 ବର୍ଷ ହେବ ସେତେବେଳେ ଦେଖେଇବି ଆଚ୍ଛା ସେତେବେଳେ ମୋ ସ୍ୱାମୀ ଆନନ୍ଦ ହୋଇ ତୁମର ବୁଦ୍ଧିମତୀ ବୁଦ୍ଧିମତୀ ପ୍ରିୟବତୀ ବୋଲି ଶ୍ରଦ୍ଧା କରିବେ ଘରର ଚାବି କାଟି ଦେବି କିଏ ବୋଲିବ ନେ ଲ ତୁ ସବୁ ଏଥର ବୁଝେ ବୋଲି ବୋଲିବେ ଆରେ ଓଲୋ ଘରର ଚାବି କାଠି ବାହାରି ଯା ଧରିବ ନା ଯେ କଣ ସ୍ୱାମୀ ଧରିକିରି ବୋଲିବ କିରେ ସିଆଣି ଆସି ହେଇଥିଲେ ସିନା ହବା ଅଲ ବୋଲି ସ୍ତ୍ରୀ ହେଇଥିବ ବୋଲି ତାକୁ ଚାବି କାଟି ଦେଲେ ଘରେ ରଖିବ କିଏ ନାଇଁ ଅଲ ବୋଲି କେମିତି ଆଉ ଆ। ଏଣୁ ଶିକ୍ଷିତା ଦରକାର ନା ଆଉ। ହଁ ହଁ ସତ ଏପରି ବିଚାର କରି ରାଣୀ ଫେରିଲେ ଆଚ୍ଛା। ନିଜ ପୁରେ ଯାଇ ପହଞ୍ଚିଲେ ସର୍ବ ପରିଚାରୀ ମାନଙ୍କୁ ଡକାଇଲେ ଆଚ୍ଛା। ପରିଚାରୀ ଗଣ ଏ ଝିଅ ଠାରେ ଆଉ କିଛି ଦୋଷ ନାହିଁ ଆଚ୍ଛା ନୀଳେନ୍ଦୀ ବୋଲି ନାମ ଅଛି ଏ ଝିଅକୁ ରାଜାଙ୍କ ଅଜାଣତରେ ଏ ଘରେ ପଶିବ ଆଚ୍ଛା ଯିଏ ରାଜାଙ୍କୁ ଏ କହିଦବ ତାକୁ ରାଜ୍ୟରୁ ବାହାର କରିଦେବ ସାବଧାନ କରେଇଦେଲେ ସମସ୍ତେ ସାବଧାନ ହେଲେ ଶୁକ୍ଳ ପକ୍ଷରେ ଜହ୍ନେ ବଢେ କଳା କର ବଢେ କଳା କର ସେହିପରି ଆନନ୍ଦେ ବଢିଲା କୁମାରୀ ତାଙ୍କର ଏମନ୍ତ ସମୟରେ କିଛି ଦିନ ଗଲା କ୍ରମେ କ୍ରମେ ଜେମାକୁ 14 ବର୍ଷ ହେଲା ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର ଘନ ବରନ ଶ୍ୟାମ କ୍ରମେ କ୍ରମେ ରାଜଜେମାକୁ 14 ବର୍ଷ ହେଇଗଲା ଆହା ଯେତେବେଳେ 14 ବର୍ଷ ହେଲା ତାର ସମୟ ଆସିଗଲା କେମିତି ଶୋଭା ପାଇଲା ଆଚ୍ଛା ଲେଖିଛନ୍ତି ଅଭିମନ୍ୟୁ ସାମନ୍ତ ସିଂହାର ଆ ବିଦଗ୍ଧ ଚିନ୍ତାମଣିରେ
ଆଚ୍ଛା ସୁମତି ଗତିର ଅତି ଚଞ୍ଚଳତା ଦୃଶାଞ୍ଚଳକୁ ଆସେ କଲା କଟି ଉନ୍ନତ ପ୍ରକଟି ଭୀରୁ ଚାରୁ ଗୁରୁ ଗୁରୁତା ବଢାଇଲା ସତେ ଗୁରୁ ଗୁରୁତା ବଢାଇଲା ଅତୁଳା ପିତୁଳା ଲୀଳା ସ୍ନେହ ତେଜି ସମ୍ବନ୍ଧ ବନ୍ଧ ପଟଳରେ ନିବନ୍ଧ ସେ କାନ୍ତେ କାନ୍ତେ ନିମଜି ଆହା ସେ କାନ୍ତେ ନିମଜି ମୋଟ ଉପରେ କହିଲେ 15 ବର୍ଷରେ କୁମାରୀ ହେଲା ଯୁବା ଏ 14 ପୁରକୁ ଲାଗିଲା ତାର ପ୍ରଭା କ୍ରମେ 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 ଝିଅକୁ 17 ବର୍ଷ ଗଣ୍ଡରୁ ଡେଇଁ ପଡ଼ିଲା 18 ବର୍ଷ ହେଇଗଲା ଆଚ୍ଛା ତେଣିକି ରାଣୀଙ୍କର ମନ କଣ ରଜା କେମିତି ଦେଖନ୍ତୁ ଆହା ନ ଜାଣିବା ଲୋକ ସିନା ଧୋଡପରା କଣଟେ ବୋଲିଦେବ କି ଧୋଡପରା କରିଦେବ ଜାଣିବା ଲୋକ ତ ଭାବି ଚିନ୍ତି କାମ କରିବେ କେତେବେଳେ ସମୟ ମିଳିଲେ ଆହା ରାଜାଙ୍କର ଆନନ୍ଦ ଅବସ୍ଥାରେ ଏ କଥାଟା କହିବି ବୋଲି ରାଣୀ ଭାବିଛନ୍ତି ଅପେକ୍ଷା କରିଛନ୍ତି ଆଉ ଏକ ଦିନେ ଗଙ୍ଗାରେ ଯେ ପଡିଲା ବାରିଣୀ ଆହା। ସ୍ନାନକୁ ବିଜେ କଲେ ସର୍ବନୃପ ମଣି ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ଯମନ ଋତ କୁବେର ଏମାନେ ସ୍ଥାନକୁ ହୋଇଲେ ବାହାର ଯେ ତାହାର ପ୍ରିୟାଙ୍କୁ ଯେ ସଙ୍ଗରେ ଘେନି ସ୍ନାନ କରିବା ପାଇଁ ଯେ କରିଲେ ଗମନ ନୀଳନ୍ଦୀ ମଧ୍ୟ ଆନନ୍ଦ ଆନନ୍ଦରେ ଗଲେ ମାତାଙ୍କୁ ହାନ୍ଦୋଳା ଉପରେ ବିଜେ ହେଲେ ଏଥୁ ଅନ୍ତରେ ସର୍ବେ ଚଳି ଗଲେ ଗଙ୍ଗା ବାରିଣୀ କୂଳେ ପ୍ରବେଶ ପ୍ରବେଶ ହେଲେ ଉତ୍ତର ତଟରେ ପୁରୁଷ କୋଳେ ଦକ୍ଷିଣ ଦିଗରେ ନାରୀ ମାନେ ସ୍ନାନ କଲେ ବୈବସ୍ପତ ହେ ଆଲୋଚନା କର ଏହିପରି ଶୋଭା ପାଇଲା ସେ ସ୍ଥାନ ସ୍ଥାନର ଇନ୍ଦ୍ରଙ୍କର ଭାର୍ଯ୍ୟା ସଚି ଠାକୁର ଠାକୁରାଣୀ ଚନ୍ଦ୍ରଙ୍କ ପ୍ରିୟବତୀ ଅଛନ୍ତି ଅଛନ୍ତି ରୋହିଣୀ ବୃହସ୍ପତିଙ୍କ ଭାର୍ଯ୍ୟା ନାମ ନାମ ତାଙ୍କର ତାରା ଆହୁରି ମଧ୍ୟ ଅଛନ୍ତି ସ୍ୱର୍ଗର ଅପସରା ଅପସରା ତାରାଗଣ ମଧ୍ୟରେ ହିଁ ଚନ୍ଦ୍ରମା ଦେଶର ଦେଶର ସେ ମଧ୍ୟରେ ରାଜଦେମା ଦିଶିଲେ ତେ ସନ ରାମ ଯେ ହରି ରାମ ଯେ ରାମ ରାମ ହେ ନବୀନ ସୁନ୍ଦର ରାମ ହେ ସେ କନ୍ୟାଙ୍କ ଗହଣରେ ହଁ। ନକ୍ଷତ୍ର ମଧ୍ୟରେ ଚନ୍ଦ୍ର ଥିଲେ ଯେଉଁ ପରି ଶୋଭା ସେ ପରି ରାଜକୁମାରୀ ନୀଳନ୍ଦୀ ଶୋଭା ପାଇଲା ଆଚ୍ଛା ଏ କାଳେ ଦିଗପାଳ ମାନେ ଅନାୟନ ଦେଲେ ଏ କାହା ଝିଅ ସମସ୍ତେ କହିଲେ ବାପା ଯଦି ଚିହ୍ନିନି ଆଉ କିଏ ଚିହ୍ନିବ ତା ଝିଅ କାହିଁକି ଜାଣିବେ ଏ ସମୟ ଚାହିଁ ଦେଲେ ବରୁଣ ଦଣ୍ଡ ଧର ସେ ମଧ୍ୟ ବୋଇଲେ ଝିଅଟି କାହାର ବାପା ମଧ୍ୟ ବୋଇଲେ ଝିଅଟି କି ସୁନ୍ଦର ଝିଅଟି କାହାର କହିଲେ ମନ୍ତ୍ରୀ ହଁ ଦେଖିଲଣି ଆହା। ଏତେ କନ୍ୟାଙ୍କ ଗହଣରେ ଝିଅଟି କେମିତି ବାଛିଆରି ଦିଶୁଛି ଆହା। ଏ କେମିତି କାହାର ଜାଣିବା ମନ୍ତ୍ରୀ କହିଲେ ଆଜ୍ଞା ଜାଣିବା ଜାଣିବେ। ପରିଚାରୀ ମାନଙ୍କୁ ଡାକିଲେ ଆଚ୍ଛା କହିଲେ ଲୋ ପରିଚାରୀ ଗଣ ଯୋ ଝିଅଟି ତୁମ ସହିତ ସ୍ନାନ କରୁଛି ଆଚ୍ଛା। ସେ କାହାର ଝିଅ ରାଜା ପଚାରିଲେ ତୋର ମୁଦୁସୁଲି ମାନେ ତ ଆଉ କହିପାରି ମିଛ କହିପାରିବେନି ନାଇଁ ସତ କଥା କହିବେ ଆଉ ବାଧ୍ୟ ହେଇକିରି କହିଲେ ହଁ ଆଜ୍ଞା ଏ ଝିଅଟି ଆପଣଙ୍କର ଏ ଝିଅକୁ ନେଇକିରି ଫିଙ୍ଗି ଦିଅ ବୋଲି ରାଜାଙ୍କର ଆଦେଶ ହେଇଥିଲା ରାଣୀ ମା ଧରି ଗଲେ ଶିବଙ୍କ ପାଖକୁ ପାପରୁ ମୁକ୍ତି କରିଛନ୍ତି ନୀଳେନ୍ଦୀ ବୋଲି ନାମ ଦେଇଛନ୍ତି ବର୍ତ୍ତମାନ 17 ବର୍ଷ ହେଲାଣି ମହାରାଜ ମନ୍ତ୍ରୀ କହିଲେ ମହାପ୍ରଭୁ ଆହା। ଆପଣ ବଡ ଭାଗ୍ୟବାନ ନିଶ୍ଚୟ ଆପଣଙ୍କ ରାଣୀ ବଡ ଭାଗ୍ୟବତୀ ତା ଯୋଗୁ ଏ ସ୍ତ୍ରୀ ଆପଣ ଭୋଗ କରୁଛନ୍ତି ନିଶ୍ଚୟ କେଉଁ ସ୍ତ୍ରୀ କର ଧରି ହୁଅନ୍ତି ଭିକାରୀ କେଉଁ ସ୍ତ୍ରୀ କର କରଧରି ଧରି ହେ ରାଜ୍ୟରେ ଅଧିକାରୀ କେଉଁ ସ୍ତ୍ରୀ କର ଧରି ହୁଅନ୍ତି ପଣ୍ଡିତ କେଉଁ ସ୍ତ୍ରୀ କର ଧରି ମଧ୍ୟ ନ ମିଳେ ଭାତ ନିଶ୍ଚୟ ସ୍ତ୍ରୀର ତେଜରୁ ଏକା ପୁରୁଷର ମାନ ସ୍ତ୍ରୀର ତେଜରୁ ଏକା ପୁରୁଷର ପ୍ରମୋଶନ ଗୋଟେ କଥା ଆକାରେ ହଁ, ହଁ। ଶୁଣେ କଣ ହେଲା ଆଚ୍ଛା କ୍ରମେ କ୍ରମେ ସ୍ନାନ ମଉଳି ଗଲା ସ୍ନାନ କଣ ଦିନ ଯାକ କିଏ ଗାଧେଇବ କି ନାଇଁ ପୁଣ୍ୟ କାଳ ତ ଦଣ୍ଡେ ଯେ ଯାହା ପୁରକୁ ପଳେଇଲେ ଆଚ୍ଛା ନିଜ ପୁରକୁ ଯେବେ ଗଲେ ହଁ। ସେତେବେଳେ ଯଦି ରାଣୀଙ୍କି ରାଜା ପଚାରିଥାନ୍ତେ ରାଣୀ କଣ କହନ୍ତି ଆହା। ରାଣୀଙ୍କି ନ ପଚାରି କେବଳ ମନ୍ତ୍ରୀଙ୍କି ରାଜା ପଚାରିଲେ ଲେଖିଛନ୍ତି କବି ସୂର୍ଯ୍ୟ ବଳଦେବ ରଥ ଆଚ୍ଛା ସୁତା ପରିଣୟ ସୁତା ପସିନ କଲା ମୋ ଦେହ କି ବୁଦ୍ଧି ଏଠିକି ସୁବୁଦ୍ଧି ବଳେ ବିଚାରି କହ ସଚିବ ତହିଁରେ ରଚିବ ଥିଲେ ବିଚାର ଭାଷେ କହିବାର ମୋର ମହିଭା ସବ ଘେନ ମାନସେ ନାକରେ ଭୁଲୋକ ଯାକରେ ନାଗେ ଦେଲିଣି ମନ ଭରତ ମାନତ ଭରତ ନାହିଁ ଯେ ମାସ ମାନ କହିଲେ ମହାପ୍ରଭୁ ଆପଣଙ୍କର ବଡ ଝିଅ ହେଉଛନ୍ତି ମହାଲକ୍ଷ୍ମୀ ଆଚ୍ଛା ଶ୍ରୀ ଜଗନ୍ନାଥଙ୍କୁ ଆପଣ ପ୍ରଦାନ କରିଛନ୍ତି ହଁ ଦେଇଛନ୍ତି ତ ବାସ୍ ହଁ। ଜଗନ୍ନାଥଙ୍କର ବଡ ଭାଇ ଅଛନ୍ତି କାମପାଳ ବଳରାମ ବଳରାମ ଆଚ୍ଛା ତାଙ୍କର ଗୋଟିଏ ପୁଅ ଆନନ୍ଦାନନ୍ଦ ସେଇଠି ଯଦି ଆମେ ଝିଅଟିକି ପ୍ରଦାନ କରିଦିଅନ୍ତେ ଅତି ସୁନ୍ଦର ବନ୍ଧୁ ହୁଅନ୍ତା ଆଜ୍ଞା ରାଜା କହିଲେ ଭଲ ହେଲା ହଁ। ଚାଲ ସେ କ୍ଷଣି ଗୋଟିଏ ରଥ ସଜାଡ଼ିଲେ ଆହା
ଉପକରଣ ଗୁଡ଼ିକ ଆମନ୍ତ୍ରଣ କରିବାର ସବୁ ରଖିଲେ ତର ତର ହୋଇ କରିଲେ ଗମନ ଦ୍ୱାରକାପୁରରେ ମିଳିରେ ଯାଇଣ ଗଲା ବେଳ ସମୟକୁ ରାମକୃଷ୍ଣ ଦୁଇ ସଭା କରି ବସିଛନ୍ତି ବ୍ରହ୍ମାଣ୍ଡ ଗୋସାଇଁ 56 କୋଟି ଯାଦବ ରାଜା ରାଜା ଉଗ୍ରସେନ 1,60,000 ଅଶୀ ନନ୍ଦନ ହେମନ୍ତ ସମୟ ବରୁଣ ରାଜା ପହଞ୍ଚିଲେ ଗଲେ। ବରୁଣଙ୍କୁ ନାରାୟଣ ନମସ୍କାର କାର ହେଲେ ରାମ କାହିଁକି ନା ଶ୍ୱଶୁର ହେବେ ସତ ବଳରାମଙ୍କୁ ବରୁଣ ହୋଇଲେ ଜୁହାର ଆହା। ଏପରି ମାନ୍ୟ ଧର୍ମ ସରିଗଲା ସରିଲା ତାଙ୍କର। ତାଙ୍କର ସେତେବେଳେ ଆହା ଦ୍ୱାରକା ରାଜା ତଥା ବଳରାମ ପଚାରିଲେ ହେ ସମୁଦ୍ର ଅଧିପତି ଆଜି ଦ୍ୱାରକାକୁ କେମିତି ଶୁଭାଗମନ ହେଲା ଆଚ୍ଛା ଇଏ କହିଲେ ମହାପ୍ରଭୁ ମୋର ଗୋଟିଏ ଝିଅ ଆହା ବାପ ହୋଇ ବନିବି କି କୁମାରୀ ଲକ୍ଷଣ ଅତି ଅତି ସୁନ୍ଦରୀ ସୁଲକ୍ଷଣୀ ମୋର ମୋର ଦୋହିତା ରତନ। ରତନ ତାର ନିମନ୍ତେ ହଁ ମୁଁ ବରନ ପାଇଲି ଆହା ଆପଣଙ୍କର ପୁତ୍ର ଆନନ୍ଦକୁ ଜୁଆଇଁ ପଣେ ବରିବାକୁ କହିଲି ଆହା ଆପଣ ଯଦି ସ୍ୱୀକାର ଦିଅନ୍ତେ ଝିଅଟିକି ପ୍ରଦାନ କରିଦିଅନ୍ତି ଆପଣଙ୍କ ପୁଅଙ୍କୁ ସେତେବେଳେ ବଳରାମ ଆନନ୍ଦ ହୋଇଲେ ଆହା। କୃଷ୍ଣଙ୍କୁ ଚାହିଁ ଏପରି ଭାସିଲେ କହିରେ ଶୁଣିଲୁ କିରେ ଭାଇ ମଦନ ମୋହନ କିଶ ବୋଲି କହନ୍ତି ରେ ସମୁଦ୍ର ରାଜନ ପୁଅର ଭାରି ଯା ବାପାଙ୍କୁ ହେବ ଶାଳୀ ଏପରି ବନ୍ଧୁ କରିବା ଥିଲେ ବନମାଳୀ କାହିଁକି ନା ବରୁଣଙ୍କର ଦୁଇ ଦୁଇ ଝିଅ ଝିଅ ଟଇ ବଡ ଝିଅକୁ ବିବାହ ହୋଇଛନ୍ତି କହ୍ନାଇ ସାନ ଝିଅକୁ କେମନ୍ତେ ପୁତୁରା ବିବାହ ହେବ ଏ କଥା ମତେ କହରେ ହରେ କେଶବ ନାରାୟଣ କହିଲେ ଭାଇ ରାମ ମୁଖ ଚାହିଁ କ୍ଷତ୍ରିୟ କୁଳକୁ ଭାଇ ନା ବାଛିବାକୁ ନାହିଁ ରାମ ଯେ ହରି ରାମ ଯେ ରାମ ରାମ ହେ ନବୀନ ସୁନ୍ଦର ରାମ ହେ ବଳରାମ ବୋଇଲେ ହଁ ହେ ହଁ ଭାଇର ମନ ପାଇଲାଣି ବନ୍ଧୁ କରିବା କରିବା ଆଚ୍ଛା ଏ ସବୁ ତ ଯୋଗର କଥା ଏ ସମୟରେ ଦ୍ୱାରକାର କୁଳ ପୁରୋହିତ ଘାଟବ ମୁନି ଆସି ହୋଇଲେ ଉପସ୍ଥିତ ତାଙ୍କୁ ବଡ ଠାକୁର କହିଲେ ଆଜ୍ଞା ଶୁଣିଲେଣି କି ଆମର ପୁଅ ଆନନ୍ଦଙ୍କୁ ବରୁଣ ରାଜାଙ୍କର ଝିଅଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି କଲୁ କିନ୍ତୁ ଜାତକ ଆମେ ଦେଖେଇନୁ ଟିକେ ଦେଖିବାଟି ବରର ନାମ ଆନନ୍ଦ କନ୍ୟାର ନାମ ନୀଳେନ୍ଦୀ ଆହା। ଏ ଉଭୟଙ୍କର ରାଶି ନକ୍ଷତ୍ର ଦେଖନ୍ତୁ ଦେଖନ୍ତୁ ସେ ବଡ ଆନନ୍ଦ ହେଲେ ପାଞ୍ଜି କାଢିଲେ ଗଣିଲେ କହିଲେ ହଁ ଆଜ୍ଞା ସୁଝିଲା ଆହା ହେଲେ ବିଭାଜକ ଅଛି କେବେ ଦେଖ ନା ପରଦିନ ଆହା। ବୈଶାଖ କୃଷ୍ଣ ନବମୀର ଦିନ ସେ ଦିନ ବେଳକୁ କନ୍ୟା କର ହେ କରନ୍ତୁ ପ୍ରଦାନ ପ୍ରଦାନ ଇଏ କହିଲେ ତେବେ ମତେ ଆପଣ ସ୍ୱୀକାର ଦିଅନ୍ତୁ ମୁଁ ଗଲେ ମୋର ଯୋଗାଡ଼ ମୁଁ କରିବି ଆଉ ରାମ କହିଲେ ତେବେ ଯାଆନ୍ତୁ ଆହା ସେ ଫେରିଗଲେ ବରୁଣ ଯାଇ ନିଜପୁରରେ ପହଞ୍ଚିଲେ ଆହା। ହଜାର ହଜାର ଶ୍ରମିକ ମାନଙ୍କୁ ଡକେଇଲେ ଆନନ୍ଦରେ ଝିଅ ବିବାହ କରିବା ପାଇଁ ଲଗେଇଛନ୍ତି କାମ ଲଗେଇଛନ୍ତି ଏମନ୍ତ ସମୟରେ ନାରଦ ମହର୍ଷି ବେଳ କାଳ ଜାଣି ମୁନି ପଡିଗଲେ ଖସି ସମାନ ସମୟକୁ ମାଡ ଭଳିଆ ଗୋସାଇଁ ଖସି ପଡିଲେ ଆରେ ନାରଦ ତ ହେଉଛନ୍ତି ପରମ ଭକ୍ତ ଆହା ଏଇ ପରିସ୍ଥିତି କରି କରି ଆସୁଛନ୍ତି ବଜରାମ ନାମ ପଦ ବାର ବାର କରି ଧ୍ୟାନ କର ମୂଢ ମାନସରେ ରାମ ନାମ ପଦ ବାର ବାର କରି ଧ୍ୟାନ କର ମୂଢ ମାନସରେ ରାମ ନାମ ପଦ ଛାୟା ମାୟା ଚଚାରରେ ପଡ଼ି ଛାୟା ମାୟା ସଂସାରରେ ପଡ଼ି ନାର ଖାର ନୁହ ଲାଳସାରେ ରାମ ନାମ ପଦ ବାର 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 କରି ଧ୍ୟାନ କର ମୂଢ ମାନସରେ ରାମ ନାମ ପଦ ଦଶରଥ ନନ୍ଦନ ଘନ ଜିତାପ ଘନ ଜନକ ସୁତା ହୃଦ ଚନ୍ଦନରେ ଦଶରଥ ନନ୍ଦନ ଘନ ଜିତା ତାପ ଘନ ଜନକ ସୁତା ହୃଦ ଚନ୍ଦନରେ ମନ୍ଦ ମଧୁର ସ୍ମିତ ହାସ ପ୍ରକାଶିତ ମନ୍ଦ ମଧୁର ସ୍ମିତ ହାସ ପ୍ରକାଶିତ ସୁନ୍ଦର ମୁନି ଜନ ବନ୍ଦନ ସୁନ୍ଦନରେ ରାମ ନାମ ପଦ ବାର ବାର ହଁ ବୁଝିଲୁ ତ ଭାଇ ହଁ ହଜାର ହଜାର ଶ୍ରମିକ କାମ କରୁଛନ୍ତି ଆଚ୍ଛା। ବରୁଣ ନିଜେ ନେତୃତ୍ୱ ନେଉଛନ୍ତି ହୁଁ। ଏଇ ସମୟରେ ନାରଦ ଆସିଗଲେ ଆଚ୍ଛା ନାରଦଙ୍କୁ ବରୁଣ ହୋଇଲେ ନମସ୍କାର ଆଚ୍ଛା। କଲ୍ୟାଣ କଲେ ତାଙ୍କୁ ନାରଦ ମୁନିବର ପଚାରିଲେ କି ହଉ ଚକ୍ରବର୍ତ୍ତୀ ଆହା ଆଜି କାହିଁକି ଏ ପଟୁଆର ହଁ ଇଏ କହିଲେ ଆଜ୍ଞା ଝିଅ ବିବାହ କରିବି ଯେ ତର ଏ ବଢିଆ ସବୁ ଲାଗେ। କରୁଛି ଆଚ୍ଛା ନାରଦ ବୋଲେ ତେବେ ଜ୍ୱାଇଁ କୋଉଠି କରିଛୁ
ଇଏ କହିଲେ ବଳରାମଙ୍କର ପୁତ୍ର ଆନନ୍ଦାନନ୍ଦଙ୍କୁ ଆହା ସେତେବେଳେ ନାରଦ ଯେ ଟିକେ ହସିଲେ ଆହା। ତୁ ଜଣେ ଭାଗ୍ୟବାନ ବରୁଣ ବୋଇଲେ ଏ 14 ଉପରେ ତୁ ହେଲୁ ରେ ଜଣେ ଯୋଧି ଆ। ହରିହର ଦୁଇ ଜଣଙ୍କର ହୋଇଲେ ସମନ୍ଧି ରାମ ଯେ ହରି ରାମ ହେ କହିଲେ ରେ ରାଜା ତୁ ଜଣେ ଭାଗ୍ୟବାନ ଯେହେତୁ ହରି ଏବଂ ହର ଦୁଇ ଜଣ ତାଙ୍କ ତୋର ସମ୍ବନ୍ଧୀ ହେଲେ ଆଚ୍ଛା କେତୁଟି ଝିଅ ତୋର ହୋଇଛନ୍ତି ଜନ୍ମ କେଉଁ ଝିଅକୁ ନେବରେ ଈଶ୍ୱର ନନ୍ଦନ ଆଚ୍ଛା କେଉଁ ଝିଅକୁ ରାମଙ୍କ ପୁଅ ବିବାହ ହେବ ଏ କାରଣ ପ୍ରଥମରେ କହରେ ଭୂଦେବ ବରୁଣ ବୋଇଲେ ଆଜ୍ଞା ମୋର ତ ଗୋଟିଏ ଝିଅ ଦ୍ୱାରକାରେ ଦେବି ଆଉ ତାର ନାମ ନୀଳନ୍ଦୀ ଆହା ଏ ସେତେବେଳେ ନାରଦ ଯେ ତାହାକୁ କହିଲେ ଆହା। କିରେ ରାଜା କେଡେ କଥା କହିଲେ ବୋଇଲେ କିରେ ବରୁଣ କେଡେ କଥା କଲୁ କାହାର ଭାରି ଜାଡା କାହାକୁ ବରିଲୁ ଯେଉଁ ଦିନ ତୋର ଝିଅ ହୋଇଲା ଜନମ ତାଙ୍କୁ ପରା ଗଣ୍ଡ ଦୋଷ ଲାଗି ଲାଗିଲାରେ ରାଜନ ଫିଙ୍ଗି ଦିଅ ବୋଲି ବୋଇଲୁ ଦଣ୍ଡ ଧର ମୂର୍ଚ୍ଛିନ ପାଡ଼ିଲା ଜନନୀ ତାହାର ଈଶ୍ୱର ପାର୍ବତୀଙ୍କ ପାଶକୁ ପାଶକୁ ନେଲେ ଧରିନେଲେ। ସେମାନେ ତାହାଙ୍କୁ ଦୋଷରୁ ମୁକ୍ତ କଲେ କଲେ। ନୀଳେନ୍ଦୀ ବୋଲି ନାମ ଦେଇନ ଆହା ସେଇ ଦିନ ଠାରୁ ସେ ବହୁ କରିଲେଣି ଶୁଣ ଆ। ତୋ ଝିଅର ଗଳେ ମାଳ ଦେଲେ ଆହା ଆଜଠାରୁ ଝିଅ ବହୁ ମୋର ହୋଇଲା ହୋଇଲା ବୋଇଲେ ତୋ ପ୍ରିୟବତୀ ସତ୍ୟ ସତ୍ୟ କରିଦେଲା ଏବେ ତୋ କଥା ଅନ୍ୟାୟ ହୋଇଲା ହୋଇଲା। କିରେ ବରୁଣ କେଡେ କେଡେ କଥା କଲୁ କାହାର ଭାରି ଜାଟା କାହାକୁ କାହାକୁ ରେ ବରିଲୁ ଜାଣିନ ଅଙ୍କରେ ରାମଙ୍କର ବୀର ବୀର ସୁର ସୁରପଣ ଶପଥ ସମୁଦ୍ର ତୋର ଦେବେ ଦେବେ ଶୋଷିଣ ଈଶ୍ୱର କୋପ କଲେ ରହି ରହି ନ ନ ପାରିବୁ ପାରିବୁ। ଦୁଇ କୂଳ ଅଲଗା ମଝିରେ ଭାସିଯିବୁ ରାମ ଯେ ହରି ରାମ ଯେ ରାମ ରାମ ହେ ଯେତେବେଳେ ବରୁଣ ସେ କଥା ଶୁଣିଲା କେଡେ କଥା ହେଲା ବୋଲି ଆଉଜି ପଡିଲା ହଁ କହିଲା ହେ ମୁନି ଆହା ବଡ ଅସୁବିଧାରେ ପଡିଗଲି ମୁଁ ତ ଏ ନେ ଜାଣିନି ଭାର୍ଯ୍ୟକୁ ମଧ୍ୟ ପଚାରିନି ଭାରି ଯାଙ୍କୁ ନ ପଚାରି ମନ୍ଦପଣ କଲି ବଳରାମଙ୍କ ବଳରାମଙ୍କର ପୁତ୍ର ହେ ଆନନ୍ଦ ବରିଲି ମୁଁ ତ ଆନନ୍ଦ ବରିଦେଲିଣି ଆଚ୍ଛା କ୍ଷତ୍ରିୟ ମାନଙ୍କର ବଚନ ଏକା ସାର ବଚନ ମୁଁ ଦେଇଅଛି ଦ୍ୱାରକା ନଗର ଶାଗ କାଟି ଆଉ ବାଳ ବାଛିବାକୁ ନାହିଁ କଥା ସରିଗଲାଣି ସରିଗଲାଣି ହେ ନାରଦ ସିଏ ବର ବେଶ ପଡିବଣି ମୁଁ ଚୁଲି ଖୋଲିଲିଣି ଏବେ ଆଉ କଣ ମନା କରିବି ନା ଆଉ କଥା ରହିବ ଆଜ୍ଞା ଏତେବେଳେ ତୁମକୁ କରୁଛି ଜୁହାର ମୋ ଝିଅର ବିବାହ ସରିଲା ପର୍ଯ୍ୟନ୍ତ ନ ଜାଣନ୍ତୁ ଈଶ୍ୱର ଏତିକି ଆପଣଙ୍କୁ ମୋର ନିବେଦନ ଆଚ୍ଛା ମୋ ଝିଅର ବିବାହ ସରିଲା ପର୍ଯ୍ୟନ୍ତ ମହାଦେବ କିପରି ନ ଜାଣନ୍ତୁ ତାପରେ ତାପରେ ଶୁଣନ୍ତୁ, ଜାଣନ୍ତୁ ଆସନ୍ତୁ। ଆସନ୍ତୁ ମତେ ମାରନ୍ତୁ ଯାହା ଯାହା କରୁଛନ୍ତି କରନ୍ତୁ। କରୁଛନ୍ତି କିନ୍ତୁ ଝିଅ ବିବାହଟା କେମିତି ମୋର ହେଇଯାଉ ଆଜ୍ଞା ନାରଦ କହିଲେ ତେବେ ହେଲା ହଉ ହେଲା ମୁଁ ଯାଉଛି ହଁ ଯାଉଛି ବୋଲି ଯେତେବେଳେ ନାରଦ କହିଲେ ହଁ। ବରୁଣ ଡରିଗଲା ବେଲା ଇଏ ଗଲେ ତ ଚତୁର୍ଦିଗ କହିଦେଇ ପଳେଇ ଆସିବ ଇଏ ଗଲେ ତ କଥା ପଳେଇଲା ଆଉ କିଛି ବାକି ନାହିଁ ବରୁଣ ବୋଲା ନାହିଁ ଆଜ୍ଞା ମୋର ଝିଅ ବିବାହ ହବ ହେଇଟି ପରଦିନ ତ ଆହା। ଆପଣ ରହନ୍ତୁ ନାରଦ ବୋଇଲେ ନାଇଁ ରେ ବାବୁ ତୋ ଝିଅର ବିବାହ ବେଳକୁ ମୁଁ ଥିବି ରେ ହଁ ମୁଁ ଆସିବି ରେ ନିଶ୍ଚୟ ଏ ଆସିବି। ମନ୍ତ କଛି ନାରଦ ତହୁଁ ଚଳି ଗଲେ ଗଲା ବେଳେ ନାରଦ ମନରେ ବିଚାରିଲେ ଆଚ୍ଛା ଏ ଖବର ଯେବେ କହନ୍ତି କାର୍ତ୍ତିକ ବାସର ଆଚ୍ଛା କନ୍ୟା ତା ନେବି ବୋଲି ଆସନ୍ତା ଶିବଙ୍କ କୁମାର ନିଶ୍ଚୟ ଏଣେ କନ୍ୟା ନେବି ବୋଲି ଆସନ୍ତା ରାମଙ୍କ ନନ୍ଦନ ଫଳରେ ଏ ଦୁଇ ଜଣ ଯାକର ଲାଗିଯାନ୍ତା ରଣ ଇଏ ବୋଲନ୍ତା ମୁଁ ବିବାହ ହେବି ସିଏ ବୋଲନ୍ତା ମୁଁ ବିବାହ ହେବି ମାଡ଼ଗୋଳ ଲାଗନ୍ତେ ପିଲା ମାଡ଼ଗୋଳ ହଉ ହଉ ବୁଢା ବୁଢାକ ଭାରି ପଡନ୍ତେ ବୋଲି ତ ହରିହର ଯୁଦ୍ଧ ହେଇଯାଉଛି ଆଉ ଯିବି କହିଦେବି ଆଉ ସଜ ପଡିଛି କାହିଁକି ଛାଡିବି ଧାଇଁ ଗଲେ ନାରଦ ଯେ ତର ତର ହୋଇ ଯେ ରାମ ଗୋବିନ୍ଦ ରାମ ଆହା ଭଜ ଗୋବିନ୍ଦ ରାମ କାର୍ତ୍ତିକକୁ ଏ ବିଷୟ ଶୁଣାଇବା ପାଇଁ ଯେ କଇଁଚ ପେଟରେ ମିନ ଆଗା କାନ୍ତ ମନେ ଯେବେ କପଟ ନଥିଲା ସେ କଲେ କି ଭିନ୍ନ ଏଥୁ ଅନ୍ତେ ଯାହା ହେଲା ଶୁଣ ମନ ଦେଇ ଯେ କାଇଁଚ ପତର ସରୁ ଆହା ତତେ ହେନି ଯିବି ସମ୍ବଲପୁରୁ ତ ଧାନ ବୁଣା ବୁଣି ସରୁ ଏଥୁ ଅନ୍ତେ ଯାହା ହେଲା ଶୁଣ ଦେଇ ମନ ଯେ ଖଟିଆ କାଟିଲା ମୂଷା ଆହା ଚୁଟିଆ ମୁଣ୍ଡିର ଆଡୁଆ ଖୋସାରେ ଚଟିଆ କଲାଣି ବସା ଏଥୁ ଅନ୍ତେ ଯାହା ହେଲା ଶୁଣ ମନ ଦେଇ ଯେ ଘରର ଉପରେ ଘର ଆହା ସୁନା ଖମ୍ବ ପରି ତିନି ଦିଅର ମୋ ଚନ୍ଦର ଉଦିଆ ବର ଏଥୁ ଅନ୍ତେ ଯାହା ହେଲା ଶୁଣ ମନ ଦେଇ ଯେ ଗୁଡ କିଣିଥିଲି ଅଡେ ଆହା ପୁଅ ବିଭା କଲି ଝିଅ ବିଭା କଲି ବଳକା ରହିଲା ବୋଡେ କିରେ ଅଲିଆ ଆହା ପାଠ ପଢିଛୁ ନା ନାଇଁ ପଡିଛି ପଢିଛୁ ଆଉ କିପରି ଚରିତ୍ର ଚାଲିଛି କଣ ତୁ ଏଗୁଡାକ ଏ ଭିତରେ ବୋଲୁଛୁ ଏସବୁ ଟୋକା ଟୋକଳି ମାନେ ଶୁଣିବେ ବୋଲିକିରି ଆଉ କଣ ମୁଁ ବୋଲୁଛି ଭାରତ ହେଲା ମୋର ମଧ୍ୟ ଆକୁ ଆଡୁଆ ଭାରତ ବୋଲି ବୋଲ ଆଡୁଆ ଭାରତ ଏବେ ସେ ନୀଳନ୍ଦୀ କନ୍ୟାର ଯୋଡିଏ ବାର ହେଇଗଲେ କିଏ ହଁ ଯୋଡିଏ ବାର ହେଲେ
ପିଲାଦିନୁ ମା ଗୋଟେ ନିଶ୍ଚୟ କରିଥିଲା, ବାପା ଗୋଟେ ବି ନିଶ୍ଚୟ କରିଦେଲା, ଯୋଡେ ବର ହେଇଗଲେ ନାଇଁ କି? ହଁ ହଁ ଯୋଡେ ବାର ଯୋଡେ ବର ହେଲା ଯେ ଥରେ ଆଉ ଗୋଟେ ଗାଁରେ ଏମିତି ଗୋଟେ ଘରେ ଏମିତି ଯୋଡିଏ ବର ହେଇଥିଲେ, ତମେ ଶୁଣିଛ କି? ଯୋଡେ ବାର କୋଉଠି ହେଇଥିଲେ? ଶୁଣ ଶୁଣ, କାଇଁ କହ। ଗାଁ ଗୁଡାକ ସବୁ ତ ବଡ ବଡ ହଉଛି, ଗୋଟେ ଗାଁଟେ ବଡ ହେଇକିରି ତାଙ୍କର ପୂର୍ବର ଗୋଟେ ମଶାଣୀ, ତାପରେ ଗୋଟେ ଲୋକ ଘର କରିକି ରହିଗଲା। ଆଚ୍ଛା ସେ ମଶାଣୀରେ ଗୋଟେ ଭୂତ ମୁଖ୍ୟ ହେଇକିରି ଥାଏ, ଆଚ୍ଛା ବ୍ରହ୍ମା ରାକ୍ଷସ ଗୋଟେ। ହଇ। ସେ ଭୂତ ବିଚାର କଲା ବେଲା ମୋ ଉପରେ ତ ଘର କରି ରହିଲେ, ୟାଙ୍କ ଘରେ ମୁଁ କେମିତି ରହିବି? ଇଏ ଯଦି କୁଆଡେ ଯାଆନ୍ତା ୟାର ପରି ବେଶ ପଡିକିରି ମୁଁ ରହନ୍ତି। ନାଇଁ ୟାରେ ହଁ ହଇ। ବିଚାରିକିରି ଥାଏ। ହଁ। ଗୋଟେ ଦିନ ସେ ଅଣ୍ଡିରା କୁଆଡେ ବଜାର ବାଟେ ଆଡେ ଯାଇଛି, ହଁ। ଭୂତ ତାର ପରି ଗୋଟେ ବେଶ ପଡି ହଁ। ଦାଣ୍ଡ ଦ୍ୱାର ଆସିକିରି ବଇଛି। ଓହୋ ଯିଏ ଦେଖିଲା ମତେ ସେ ଲୋକ ଘରର ପରି ତ ଦୁଶୁଛି, ଏ ବସିଛି। ହଇ। ଏ ସମୟରେ ସେ ବୁଲି ବୁଲିକିରି ଆସିଲା, ହଁ ପଚାରିଲା ବେଲା ଆପଣଙ୍କର କୋଉ ଗାଁ ମୁଁ ଚିହ୍ନି ପାରୁନାହିଁ ତ। ହଁ। ଇଏ ବେଲା ତମର କୋଉ ଗାଁ ମୁଁ ଜାଣି ପାରୁନାହିଁ ତ। ଓହୋ। ଇଏ ବେଲା ତମକୁ ମୁଁ ଗମାନ୍ତ କରୁନାହିଁ ହେ। ବୋଲେ ଘରେ ଭୂତ ଗଇତା ବଇଛି, ବଜାରରୁ ମଣିଷ ଗଇତା ଆସିଲା। ହଁ ସେ ବସିଛି ବାରଣ୍ଡାରେ, ସେ ମଧ୍ୟ ଆସିଲା। ହଇ। ଇଏ ବେଲା ତମକୁ ମୁଁ ଚିହ୍ନି ପାରୁନି, ହଁ। ସେ ବେଲା ତମକୁ ମୁଁ ଜାଣିନି। ହଁ। ସେ ବେଲା ଘରଟା ମୋର, ଇଏ ବେଲା ଘରଟା ମୋର। ଓହୋ ଧରା ଧରି ମରାମରି ଗଡା ଗଡି ପଡାପଡି ଦାଣ୍ଡ ଘରେ ହେଲେ। ହଁ ଇ ମାଇକିନା ସିନା ହାଣ୍ଡି ଶାଳେ ବସି ରୋଷେଇ କରୁଥିଲା, ହଁ। କଣ ହେଲା ବେଲା ଧାଇଁ ଆସିକିରି ଦେଖିଲା ହଁ। ଦିଅ ଯାକ ଏକାପରି ଦୁଶୁଛନ୍ତି। ହଁ। ତାକୁ ମଧ୍ୟ ଭୟ ହେଲା, ହଇ। ଦାଣ୍ଡରେ ଯାଇକିରି ହୁରି ପକେଇଲା। କଣ? ବେଲା ଧାଇଁ ଆସ ହେ ଗାଁ ଲୋକେ, ହଁ। ମୋ ଘରେ ମୋ ଘଇତାପରି ଯୋଡେ ମାଡଗୋଳ ହଉଛନ୍ତି। ଆଚ୍ଛା ଗାଁ ଲୋକ ବୋଇଲେ ହରେ କଣ ବାଇଆଡି ହେଲା କିରେ? ହଇରେ ତା ଘରେ ତା ଘଇତା ପରି ଯୋଡେ କୁଆଡୁ ଆସିଲେ ରେ? ଚାଲ ଚାଲ ବୋଲି ବୋଇଲେ ଗାଁ ଯାକ ଜମା ହେଲେ, ହଁ। ଦେଖିଲେ ଘଟଣାଟା ସତ। ହଁ। ଜଣେ ବେଲା ଏଇ ଭାଇ ବଡ ଆଶ୍ଚର୍ଯ୍ୟ କଥା ତ, ହଁ। ଭଗବାନଙ୍କ ସୃଷ୍ଟିରେ ଏକାପରି ଯୋଡେ ଲୋକ କୋଉଠେ ନାହିଁ। ୟାଙ୍କେ ଯଦି ସମାନ ହେଲେ ହଁ। ଏଥିରେ ଭୂତ କି ପ୍ରେତ କି ଦେବତା କଣ ଗୋଟେ କପଟରେ ଏ ଭିତରେ ମିଶିଛି। ଆଚ୍ଛା ଜଣେ ବେଲା ହେଲେ କଣ ହେଲା, ତା ନାଁ ଧରିକିରି ଡାକୁନ। ହଁ। ଯିଏ ମଣିଷ ସିଏ ଓ କରିବ, କଣ ଭୂତ ପ୍ରେତ ହେଇଥିଲେ ଓ କରିବ କି? ହଇ। ତା ନାଁ ଧରିକି ଜଣେ ବେଲା ହଇରେ ଅମୁକ ଲୋକ, ହଁ। ଭୂତ ମଣିଷ ଏକାଠ ବୋଇଲେ ହଁ। ହଁ ଜଣେ ବେଲା ହରେ ପକେଇ ନ୍ୟାୟ କରିବୁ ରେ। ହଁ ଯାହା ଭାରିଜା ଦେବେ ତା ପତି କି ନ ଚିହ୍ନିବ, ଭଲ କି ଚିହ୍ନେଇବେ କି? ହଇ। ସେ ମାଇକି ନା ଘରେ ରହୁ, ଏ ଦି ଜଣ ଯାକ ରହନ୍ତୁ, ସେ କାହାକୁ ଚିହ୍ନୁଛୁ ଚିହ୍ନୁ, ତାକୁ ରଖିବା, ଆଉ ଜଣକୁ ଘୋଡିବା ନା, ଏମିତି କଣ ନ୍ୟାୟ କରୁଛ? ଆଚ୍ଛା ସମସ୍ତେ ଗଲେ, ହଁ। ସେ ଝିଅକୁ ବୋଇଲେ ଏ ମା ତୁ କାହାକୁ ଚିହ୍ନୁଛୁ ଚିହ୍ନେ। ଚିହ୍ନେ। ସେ ଝିଅ ମଧ୍ୟ ଦି ଜଣ ଯାକୁ ଘଡିଏ ଘଡିଏ ଚାହିଁଲା, ହଇ। ଦାଣ୍ଡକୁ ଆସି ବେଲା ହଏ ଭଦ୍ର ଲୋକେ, ହଁ। ଏ ବଡ ତ ହଳ ଯାକ ହେକା ପରି ଦୁଛନ୍ତି, ମୁଁ ଚିହ୍ନିବି କଣ, ତମେ ଗୋଟେ ଦିଅ ବୋଇଲା। ତମେ ଏକା ଗୋଟେ ଦିଅ। ଗାଁ ଲୋକ ବୋଇଲେ କଣ କରିବାରେ, ହଁ। ପଞ୍ଚାୟତକୁ ଡକ ବୋଇଲେ। ହଁ। 20 ଖଣ୍ଡ ଗାଁର ଭଦ୍ର ଲୋକ ଜମା ହେଲେ, ହଁ। ନ୍ୟାୟ କରିବାକୁ ବସିଲେ। ଆଚ୍ଛା ଜଣେ ଭଦ୍ର ଲୋକ ବୋଇଲା କଣ ନ୍ୟାୟ କରିବା? ହଁ। ଦେବତାଙ୍କର ଯଦି କପଟ ହେଇଥିବ, ମଣିଷ ଏ ନ୍ୟାୟ ଭାଙ୍ଗିବେ କି? ନାଇଁ ତ। ତାଙ୍କର ଭୂମି ବାଡ ଘର ଦ୍ୱାର ସୁନା ଗହଣା ଯାହା ଅଛି ଦିଭାଗ କରି ବାଣ୍ଟି ଦିଅ, ହଁ। କେବଳ ରହିବ ମାଇକି ନାଣ୍ଡା। ହଁ। ତା ଘରେ 6 ମାସ, ୟା ଘରେ 6 ମାସ ରନ୍ଧା ବଢା କରି ଦଉ, ଚାଲ ହରିବୋଲ ବୋଲିବା ପଳେଇବା। ଏମିତି ଗୋଟେ ନ୍ୟାୟ କର। ଆଉ ଜଣେ କହିଲା ହଁ ଠିକ କହିଲେ ଯେ, ହଁ। ପୁଣି ଆଉ ଥରେ ଭଲ ଲୋକ ଆସିବାକୁ ପଡିବ। ହଁ। ସେ କହିଲା କାହିଁକି? କାହିଁକି? ନା ତା ଘରେ 6 ମାସ ରହିବ, ୟା ଘରେ 6 ମାସ ମାଇକି ନାଣ୍ଡି ରହିବ। ହଁ। ଜଣଙ୍କ ଘରେ ଗର୍ଭ ହବ, ଆଉ ଜଣଙ୍କ ଘରେ ପିଲାଟି ଜନ୍ମ କରିବ। ହଁ। ସେ ବାପା ବୋଲି କାହାକୁ ଡାକିବ? ହଁ। ସେ ବୋଲା ହଁ ସିଏ ଗୋଟେ ଅଡୁଆ କଥା ରହିଛି ଏକା ତାଙ୍କର। ହେଲା। ତେବେ ଆଉ କଣ କରିବା ବୋଲ? ବୋଲ। ତା ଭିତରେ ଗୋଟେ କୌଶଳୀ ଲୋକ ଥିଲା, ହଇ। ବେଲା ନାଇଁ ହେ ଗୋଟେ ମାଟି ମାଠିଆ, ଖାଲି ମାଠିଆ ଆଣ ନ୍ୟାୟ ଭାଙ୍ଗିବା। ଆଚ୍ଛା ଗୋଟେ ମାଟି ମାଠିଆ ଆଣି ସଭାରେ ଥୋଇଲେ, ଭୂତକୁ ମଣିଷକୁ ଦି ଜଣ ଯାକୁ ଡାକିଲେ, ଆଚ୍ଛା। କହିଲେ ତମେ ଦି ଜଣ ଯାକ ଆସ, ଆସ। ଏଇ ମାଟି ମାଠିଆ ଭିତରେ ଯିଏ ପଶି ଲୁଚିକି ରହିଯିବ, ହଁ। ଏ ଘର ଦ୍ୱାର ଭୂମି ବାଡ ମାଇକି ନାଉଗାର ସବୁ ତାର। ଆଚ୍ଛା। ଯିଏ ନ ପଶିବ ଏଠି ତାକୁ ବାଡେଇକିରି ଘୋଡିବ। ବଉଡ଼ି। ମଣିଷ ବେଲା ଶଳା ଆଚ୍ଛା ନ୍ୟାୟ କଲେ, ହଁ। ମୋର ଗୁଡୁଟା ସେ ଭିତରେ ପଶିବନି, ପେଟ କୁଆଡୁ ସେ ଭିତରେ ପଶିବ, ଓହୋ। ତୁନି ପଡି ବସିଛି। ହଇ। ଭୂତ ବେଲା ନ୍ୟାୟଟା ମୋ ପାଇଁ ହେଇଥିଲା। ମୋ ପାଇଁ ହେଇଥିଲା। ଉଠି ପଡିଲା ଭୂତ ବେଲା ଭଦ୍ର ଲୋକେ, ହଁ। ଯାହା କହିଲେ ମୁଁ ସବୁ ଶୁଣିଲି, ଶୁଣିଲି। ଏ ଭିତରେ ମୁଁ ପଶିକିରି ରହିଯିବି, ଆଉ ଥରେ ବାହାରି ପଡିବି। ହଁ। ସବୁ ଯାକ ମତେ ଦେଇ ପକେଇବେ ତ? ଦେଇଦବ ନା? ସମସ୍ତେ ବୋଲେ ତୋ ତ ନ୍ୟାୟରେ ହଉଛି, ଆମେ କଣ କହିବୁ ପଶୁନୁ? ଶୁଣୁ। ଭୂତ ତ ଗୋଟେ ପବନଟେ ମାଇଆଟେ, ହଁ। ଦେଖ 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 ବୋଇଲା ସେ ଭିତରେ ପଶିଗଲା। ଆଚ୍ଛା ଏ ମାଟି ମାଠିଆ ଆଣ ବୋଲି ଯିଏ ପ୍ରସ୍ତାବ ବାଢିଛି, ହଁ। ସେ ଜାଣିକିରି ପଛକାନେ ଗୋଟେ ନଡା ବିଟା ଲୁଚେଇକି ରଖିଥିଲା। ଓହୋ। ଯେମିତି ସେ ଭିତରେ ପଶିଗଲା, ଦୁମ୍ ପୁରା ଛୁଣ୍ଟା କରି ସେ ମୁହଁ ନେଇକି ମାଟିଆ ଭିତରେ ପଟେଇ ଦେଲା। ଆଚ୍ଛା ଗାଁ ବାହାରି କୋଡି ହାତ ଖଣା ଖୋଇଲେ, ମାଟି ମାଠିଆକୁ ଭୂତକୁ ପୋତିଲେ, ଯାହା ଘରେ ତାର ସ୍ୱାମୀ ରହିଲା, ଯେ ଯୁଆଡେ ଭଲ ଲୋକ ମାନେ କଲେ। ଆଚ୍ଛା। ସେମିତି ହଁ। ବରୁଣ ରଜାହାର ଦାଣ୍ଡରେ କି ବାରିରେ ହଁ। ମହାଦେବଙ୍କର ପୁଅ ହଉ କି ବଳରାମଙ୍କର ପୁଅ ହଉ, ଗୋଟେ ପୋତା ହବ କି ପୋଡା ହବ, ଆଉ ଗୋଟିଏ ସେ ଝିଅଟିକି ବିବାହ ହବ। ଆରେ ଅଲିଆ ତୁ ସେମିତି ବୁଝିଛୁ? ମୁଁ ସେମିତି ଜାଣିଛି ପରା। ନା ନା ଆଉ? ସେମିତି କି ଆଉ କେମିତି ତୁ ଏବେ ପଡିଯିବ? ଶୁଣେ, ଆଚ୍ଛା ହଉ। ନାରଦ ଯାଇକିରି ହଁ। କହିଲେ, କୈଳାସ ଦୂର ଦେଖି କାର୍ତ୍ତିକ ନମସ୍କାର ହେଲେ। ଆଚ୍ଛା ନାରଦ ମୁନି ତାଙ୍କୁ କଲ୍ୟାଣ ବାଞ୍ଚିଲେ। ଠିକ। କାର୍ତ୍ତିକ ପଚାରିଲେ ମହାପ୍ରଭୁ ହଁ। କୁଆଡୁ ଆସିଲେ? ଆହା ଏତେବେଳେ ନାରଦ ଟିକିଏ ରହିଲେ, ଆଚ୍ଛା ଓ ନିନ୍ଦା ଶୁଣି ଦେହ ଜଳିଗଲା ବୋଇଲେ। କାର୍ତ୍ତିକ ସ୍ୱର ଟିକେ ହସିଲା, ବୋଇଲା କ୍ରୋଧରେ ବୋଇଲା, କଣ କହିଲା? ମତେ କିଏ ନିନ୍ଦା କଲା? କାହାକେ ନିନ୍ଦା କରିଛି ମତେ? ଜନ୍ମ କାଳୁ ଯେ ତାରକାସୁରକୁ ମାରି ଅଛି, ଯେ କି ତାରକାରୀ ବୋଲି ନାମ ବହି ଅଛି, ଏ ମତେ ନିନ୍ଦା କଲା। ନାରଦ କହିଲେ, ଆହା ରେ କୁମାରମଣି, ଏ 14 ପରେ ତୁ ସିନା କ୍ଷତ୍ରିୟ କୁଳେ ବଡ, ହଇରେ ତୋହର ଭାରିଜାଟାକୁ ନେଇ ଯାଉଛି ରେ ଗୌଡ।
କ୍ରୋଧ ହେଲା କାର୍ତ୍ତିକ କହିଲା କଣ ଆପଣ କହୁଛନ୍ତି ମୋ ଭାରିଜାକୁ କିଏ ନଉଛି ମୁଁ ବୁଝିଲିନି। କଣ କଥା ସମ୍ମାନ କହନ୍ତୁ। ନାରଦ କହିଲେ ଆରେ ପିଲାଦିନୁ ନୀଳେନ୍ଦୀ କନ୍ୟାଙ୍କୁ ତତେ ବିବାହ କରିବା ପାଇଁ ତୋ ବାପା ମା ନିଶ୍ଚୟ କରିଥିଲେ। ଆଚ୍ଛା ଏବେ ସେ ଝିଅ ଯୁବା ହେଲା ଯେ ତତେ ନ ଦେଇକିରି ବରୁଣ ରାଜା ବଳରାମଙ୍କର ପୁଅ ଆନନ୍ଦଙ୍କୁ ଦେବି କି ବୋଲି ବସିଛି। ମୁଁ ଶୁଣିଲି ତେଣୁ ଆସିଲି। ମୁଁ କହିବାକୁ ଆସିଲି। ଆଚ୍ଛା ଏତେବେଳେ କାର୍ତ୍ତିକ ମହାକ୍ରୋଧ ହେଲା ଆଜି ମୋର ପରାକ୍ରମ ଦେଖ ହେ ବୋଇଲା ହଙ୍କାର କରି ବୀର ସଢାନନ ବେଗୁର ଉପରେ ଚଢିଲା ଡେଣ ହଙ୍କାର କରି କାଞ୍ଚନ ବିଟିଲେ ଆକାଶ ମାର୍ଗରେ ଦାଇହେନ ଗଲେ ତାଙ୍କ ପଛେ ପଛେ ନାରଦ ଗଲେ ଗୋଡାଇ ଆହା। କାର୍ତ୍ତିକ ଚନ୍ଦ୍ର ଭାଗାରେ ପହଞ୍ଚିଲେ ପହଞ୍ଚିଲା ଯାଇ ବରୁଣଙ୍କ ପାଖରେ ଯାଇ ନ ଛିଡା ହେଲା ଖିରି ରାଜା କି କଲେ ବୋଇଲା ବୋଇଲା କିରେ ବରୁଣ କେଡେ କିରେ କଥା କଥା କଲୁ କାହାର ଭାରି ଜାଡା କାହାକୁ କାହାକୁ କରିଲୁ ରଖିପାରିବ କିରେ ଗୌଡ଼ ଏବେ ତୋର ଏବେ କାଗଡି ଗଡି କରିବି ତୋର ଶିର ବରୁଣ ରାଜାର ଦେହରେ ଜ୍ଞାନ ଜ୍ଞାନ ନାହିଁ ନାହିଁ ଭୟରେ ମଟ ମଟ ରହିଅଛି ଚାହିଁ ଏତେବେଳେ ନାରଦ ମନେ ମନେ ବିଚାରିଲେ ସରିଗଲା ବରୁଣ ରାଜା ବରୁଣ ବୋଇଲେ ଧାଇଁ ଗଲେ ନାରଦ ତର 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 ହୋଇ ବରୁଣଙ୍କ ପାଖରେ ଛିଡ଼ା ପହଞ୍ଚିଲେ ହେଲେ ଯାଇ କହିଲେ ଆଉ ଯେବେ ଦଣ୍ଡେ ରହିବୁ ଏ ପରି ଏବେ କା ତତେ ହାଣିବ ତାରକାରୀ ମୋ କଥା ଯେବେ କରିବୁ ବୀର ବୀରବର ତେବେ ତୋ ପ୍ରାଣରେ ହୋଇଗଲା ଚିର ଭୟରେ ବରୁଣ ଘରକୁ ତର ଯୋଡ଼ିଲା ଯାହା ବୋଇଲେ ତାହା କରିବି କରିବି ହେ ବୋଇଲା ନାରଦ ବୋଇଲେ ତେବେ ଶୁଣ ଶୁଣ ମନ ମନ ଦେଇ ଯେମନ୍ତେ ରାମ ପୁଅକୁ ବରିଲୁରେ ଯାଇ ସେପରି ମାଳଟି ହାତରେ ଧରିବୁ କାର୍ତ୍ତିକେଶ୍ୱର କଣ୍ଠେ ଲମ୍ବାଇବୁ କହିବୁ ଭାରିଜାଙ୍କୁ ନ ପଚାରି ମନ୍ଦ ମନ୍ଦ ବଳ ବଳ କଲି ବଳରାମଙ୍କର ପୁତ୍ର ଆନନ୍ଦ ଆନନ୍ଦ ବରିଲି ଏବେ ଆପଣଙ୍କୁ ମଧ୍ୟ କରୁଛି କରୁଛି ବରଣ ମୋ ଦୋଷନ ଘେନ ଶିବଙ୍କ ନନ୍ଦନ ପରଦିନ ବିଭାଜକ ବାହାର ଅଛି ହୋଇ ସେମାନେ ଆସିବେ ପଟୁଆର ଚଲାଇ ତୁମ୍ଭେ ମଧ୍ୟ ବୀର ବେଶରେ ଆସିବ ଦୁଇ ବୀର ଯାକ ହେ ଯୁଦ୍ଧ ଆରମ୍ଭିବ ଯେ ଯୁଦ୍ଧରେ ଜିଣିବ କନ୍ୟା ବିବାହ ହେବ ନ ପାରିଲା ଲୋକ ମତେ ପତନ କପନ କରିବ ଏତିକି କହିବୁ ଯେବେ କାର୍ତ୍ତିକ କାର୍ତ୍ତିକ ସନ୍ନିଧାନ ସନ୍ନିଧାନ ମଝିରେ ମୁଁ ପଶି କରିବି ସମାଧାନ ରାମ ଯେ ରାମ ରାମ ଯେ ହରି ରାମ ହେ ସମ୍ମାନ କେମିତି ଲଗେଇଦେଲେ ଦେଖେ ଯୋଡ଼ି ଦେଲେ ପ୍ରାଣ ଭୟରେ ବରୁଣ ସେମିତି ମାଳଟିଏ ନେଇ କାର୍ତ୍ତିକଙ୍କୁ ଦେଇଦେଲା। ସମାନ ସେମିତି କହିଦେଲା କାର୍ତ୍ତିକ ବୋଇଲା ତାହା ହେବ ନାହିଁ ଏବେ କା କନ୍ୟାଟା ଖେଳିଯିବି ମୁଇଁ ମୋ ଭାର୍ଯ୍ୟାଟାକୁ ମୁଁ ନେବି। ଆହା ନାରଦ ବୋଇଲେ କିରେ ବାତୁଳ ଗଲୁ ହୋଇ ଆହା। ଏବେ ଏ କନ୍ୟାକୁ ନେଲେ ଚୋର ବୋଲି ବାନା ଉଡିବାରେ ଏ ଚୌଦପୁରେ ତହିଁ ହଁ ବୋଲିବେ ଲୋକ ଚୋରି କି ନେଇଗଲା ବୋଲି ବୋଲିଦେବେ ଆଉ। ଯୁଦ୍ଧ କରିଦେବେ କନ୍ୟାକୁ ନେବୁରେ ବୀର ବୋଲି ବାନା ଉଡିବ ତେନିପୁରେ। ବୀର ହବୁ ନା ଚୋର ହବୁ କହ ଇଏ କହିଲେ ମୁଁ ବୀର ହେବି ତେବେ ରହ ନାରଦ କହିଲେ ତେବେ ତୁ ଯା ଯା ଏ ବିବାହ ବେଳକୁ ତତେ ମୁଁ ଖବର ଦେବି। ସେ ଦାୟିତ୍ୱ ମୋ ଉପରେ କାର୍ତ୍ତିକେଶ୍ୱର ପଳେଇ ଆସିଲେ। ଆଚ୍ଛା ଆଚ୍ଛା ଏଇ ସମୟରେ ଏକ ଦିନ ବିତିଗଲା। ବିବାହ ଦିନ ଆସିକିରି ପହଞ୍ଚିଗଲା ବିବାହ ଦିନ କୌଣସି କାରଣରୁ କୃଷ୍ଣ ବଳରାମ ନ ଯାଇ କେବଳ ପୁଅ ମାନଙ୍କ ଦ୍ଵାରା ଆହା ପଠେଇଦେଲେ ବୋଲେ ବାବୁ ତୁମେ ଯାଇକିରି ବର ବେଶ ବିବାହ ଚଳେଇ ଦିଅ ପଳେଇ ଆସ। ଆଚ୍ଛା ସେମାନେ ଗଲେ ଯାଇକରି ତାଙ୍କର ବିବାହ ଲାଗିଛି। ହୁଁ ଏଇ ସମୟରେ ନାରଦ ଯାଇକିରି କାର୍ତ୍ତିକକୁ କହିଲେ କୈଳାସରେ କଣ କହିଲେ ଆରେ କାର୍ତ୍ତିକେଶ୍ୱର हे कार्तिकेश्वर रे वीर धिक धिक बाबू जीवन तोर रे कार्तिकेश्वर रे शिव पुओ देखी आसिले रे नेत्र रे मोर बेदी रे बसी छि रे राम कुमार तापासे बसी छि भार्या तोहर तापासे बसिछि भार्या तोहर गौड़ धरिछि कन्यार कर रे कार्तिकेश्वर ଯେତେବେଳେ କାର୍ତ୍ତିକ ଏପରି ଶୁଣିଲା ଗଜାନନକୁ ମୋ ପଛ ପଛ ଆସ ବୋଇଲା ଆଚ୍ଛା ମୟୂର ଉପରେ ଚଢିଲା ଯାଇନ ଆହା। ହଙ୍କାର କରି ଗଲା ସଢାନନ ଚନ୍ଦ୍ରଭାଗା ପରବେଶ ହେଲା କଣ୍ଠଟାକୁ ତାର ବୁଟ କରିଦେଲା ବୋଲି ପକାଇଦେଲା ରଡି ଖିଅବା ମେଢ ପଡ଼ିବ ତଳେ ଝଡି ଯେତେବେଳେ ବରୁଣ ସେ ଡାକ ଶୁଣିଲା ଭୟ ପାଇଁ ସମୁଦ୍ର ଭିତରେ ପଶିଗଲା ଗଲା ରାମ ଯେ ହରି ରାମ ଯେ ରାମ ରାମ ହଙ୍କାର କରି ଶିବଙ୍କର କୁମର ଆହା। ଆକାଶରୁ ଡେଇଁ ତଳେ ହୋଇଲା ହାଜର ଯେତେବେଳେ ବେଦି ତାକୁ ଦେଲା ଦେଲା ହେଉ ନାହିଁ ଆନନ୍ଦ ବସିଛି ପରବେଶ ହୋଇ ନୀଳେନ୍ଦୀ ବସିଛି ପାଶରେ ବାହାରେ ତାଙ୍କର ଅଗ୍ନି ଉଠିଗଲା ସଡ଼ାନନଙ୍କର କିରେ ଗୌଡ଼ ପୁଅ କି କରୁଛି ରେ ବୋଇଲା କାହାର ଭାରି ଜଗୁରେ ନେଉଛୁ ବୋଇଲା ବୋଇଲା ଏବେ କେଉଁ ବାପ ପଡ଼ିବରେ ବିଠିର ଆହା ହଙ୍କାର କରି ଚଢିଲା ବେଦିର ବୀର ଆନନ୍ଦର ବାଳକୁ ବାଳକୁ ଧରିଲା ପ୍ରଚଣ୍ଡ ଖଣ୍ଡା ହାତରେ ଝିକିଲା ପ୍ରଚଣ୍ଡ ଖଣ୍ଡା ପିଡ଼ିଲା ଗୋପାନରେ କୁଣ୍ଡଳ ସହିତ ମୁଣ୍ଡ ଛିଡ଼ି ପଡ଼ିଲା ତଳେ ରାମ ଯେ ହରି ରାମ ଯେ ରାମ ରାମ ହେ ନବୀନ ସୁନ୍ଦର ରାମ ଆରେ କଣ ବୁଝିଲୁ ବିଭା ବେଦିରେ
कार्तिक आनंद को दिगटी करी हाणिला ହାଣିଦେଲା ଆଚ୍ଛା कन्या को धइला पळेला ମୟୂର ଉପରେ ଏହା ଦେଖି ରଡି ପକେଇଲେ ସବୁ सब जानिथा बेदीटी श्मशान ହେଇଗଲା ହଁ ହଁ कारण राजकुल केवल 6 जन का बेदी रे रहिबे କୋକ ମାନେ बर कन्या 2 बर पिता कन्या पिता 4 पुरोहित बारिक 6 अच्छा इधे तो बर को हानि देला ହଁ कन्या को नहीं गला ହଁ कन्या पिता वरुण तो वरुण ए लुचिकिरी। कार्तिक आगमन जानी भयरे डरी गले 3 ଗଲେ ବି ଭାରି ଆନନ୍ଦ ଆନନ୍ଦ आउ रहिले मदन ମଦନ ବଡ ଭାଇ बर ସେ ମୂର୍ଚ୍ଛା पिता ହେଇଯାଇଛନ୍ତି। प्रतिनिधित्व करथिले ସେ ମୂର୍ଚ୍ଛା ହେଇ ମୂର୍ଚ୍ଛା ହେଇଗଲେ। ପଡିଗଲେ ଆଉ आउ रहिले दुई के ब्राह्मण बारिक ବାମୁଣ୍ଡେ ଭଣ୍ଡାଇତେ ଓଇ। ମାଟ ଦେଖି ବର୍ଷା ହେଲା ଛାଡି ଦେଇ ପଳେଇବେଣି सुणे कोन हला ଚାଲଣା ପାଇବା ଲୋକ ଠେଙ୍ଗା ପାଖକୁ ଯିବେ କିଏ कृष्णଙ୍କର पुओ माने सब थिले ହଁ ଚାଲ ସେ ଚଣ୍ଡାଳ କୁ ମାରିବା ବୋଇଲେ କହିଲେ ସେ ପଳଉଛି ଆଚ୍ଛା ଛାଡିବା ଯାଅ। 60,000 ଅଛି ଏ କୁମର ଆହା। ଏ ମାନେ ଯେ ଯାହା ବାହାନେ ଚଢିଲେ ଦିଅ। ଟଙ୍କାର କରି ବାହାର ହୋଇଲେ ଆକାଶ ମାର୍ଗରେ ଗୋଟାଇ ଗୋଟାଇଲେ ଜଙ୍ଗଲେ କାର୍ତ୍ତିକେଶ୍ୱର ପଳାଇ ଯାଉଛି ଯାଉଛି। ପଛରୁ ଡାକିଲେ କୃଷ୍ଣଙ୍କର ବଛି ରହ ରହରେ ଶିବର କୁମାର ଆଜି ଏକା ତୋର ବୁଝିବୁ ଖବର ଜାଣିଛୁ କି ଆନନ୍ଦର କେହି ଆଉ ନାହିଁ ଆନନ୍ଦ ପରିୟମ୍ଭେ 2 ଲକ୍ଷ ଭାଇ ଆମ୍ଭଙ୍କୁ ମାଇଲେ ସୈନ୍ୟ କନ୍ୟା କନ୍ୟା ହେବ ହେବ ତୋର ରହ ରହ ତୋର ଆଜି ବୁଝିବୁ ବୁଝିବୁ ଖବର କେତେବେଳେ କାର୍ତ୍ତିକ ମନେ ବିଚାରିଲା ଆହା। ଏବେ ବାହୁଡିଲେ କାର୍ଯ୍ୟ ନାହିଁ ନାହିଁ ବୋଇଲା କାରଣ ଜଣଙ୍କ ସହିତ ଅଛି ନା ମୁଁ କରିବି ସମର ସମର। ଆଉ କିଏ ହେଲେ କନ୍ୟା ଯିବ ବଳର ଏଣୁ ନ ଶୁଣିଲା ପରି ପଳି ପଳାଇ ପଳାଇବି କନ୍ୟାଟାକୁ ନିଜ ଉପରେ ମନ୍ଦିରେ ଛାଡ଼ିଦେବି ଛାଡ଼ିଦେବି ପୁଣି ଯୁଦ୍ଧକୁ କରିବି ଗମନ ସମସ୍ତଙ୍କୁ ପଠାଇଦେବି ଜମର ତମର ଭୁବନ ଏତେ ବୋଲି କାର୍ତ୍ତିକ ନ ଶୁଣିଲା ପରି ହୋଇ ତେଣିକି ତେଣିକି ଯାଉଛି ପଳାଇ ଶେଷରେ ମନସିଜ ସହି ନ ପାରିଲେ ବୀର ପୁଅ ହୋଇଥିଲେ ବାହୁଡ ବାହୁଡେ ବୋଇଲେ। ବୋଇଲେ ଯେତେବେଳେ କାର୍ତ୍ତିକ ସେ ଡାକ ଶୁଣିଲ ସିଂହ ପରି ମୟୂର ଖୋଲେ ଉଠାଇ ଦେଲା କହିଲା ବୀର ପୁଅ ପରିକିରେ ନଦିସିଲି ମୁହିଁ ଆଜି ମୋର ବୀରପଣ ଦେଖିବ କି ରେ ଭାଇ ଏହା କହି ମୟୂର ସାବଧାନ କଲା। ନୀଳିନ୍ଦିକେ ପୃଷ୍ଠେ ଧରିଥିବୁ ଧରିଥିବୁ ବୋଇଲା ମୁଁ ଯେତେବେଳେ ମନେ କରିବି କରିବି ସୁମରଣ ସେତେବେଳେ ପାଶକୁ ଆସିବୁ ବାହନ ଏହା କହି ତିଆରି ମୟୂରକୁ ଛାଡ଼ିଦେଲା ଆହା ହୁଙ୍କାର କରି ତଳେ ତଳେ ଉଭା ହେଲା କୃଷ୍ଣଙ୍କ ପୁଅ ମାନେ ଦେଖୁଥିଲେ କାର୍ତ୍ତିକକୁ ହେ ଘେରି ଘେରି ପକାଇଲେ ଗୁଡକୁ ଯେମନ୍ତେ ବେଢନ୍ତି ପିମ୍ପୁଡି ଏଇପରି କାର୍ତ୍ତିକ ରହିଗଲେ ଘେରି ଯେତେବେଳେ କାର୍ତ୍ତିକ ଛଟକେ ଡେଇଁଗଲେ ଡେଇଁଲେ। ଏକ ଦିଗରେ ଯାଇ ଯାଇ ପହଞ୍ଚିଲେ ଦୈବର ଘଟନକୁ ଖିଆନ ଜ୍ଞାନ କରିବ କରିବ। ଯାହାକୁ ଜହିରେ ଲେଖା କରିଛି କରିଛି ଦଇବ ଏହିପରି ସମୟରେ ପ୍ରଭୁ ପ୍ରଭୁ ଗଜାନନ ଗଜାନନ 14 କୋଟି ରୁଦ୍ର ବଳ ସଙ୍ଗରେ ଘେନିଣ ସେଇ ସମୟରେ ବାଟରେ ମିଶି ମିଶିଲେ ଦୁଇ ଦଳ ଯାକ ମୁହାଁମୁହିଁ ହେଲେ ଦୁଇ ଦଳ ଯାକ ହୋଇଲେ ହୋଇଲେ ମୁହାଁମୁହିଁ ମହାଘୋର ଯୁଦ୍ଧ କହିବାକୁ ନାହିଁ ହାତୀକି ହାତୀ ଲଗାଇ ଚୌଦନ୍ତ କଲେ ଛାତିକି ଛାତି ଲଗାଇ ସମର ସମର ଲାଗିଲେ ପାଇକକୁ ପାଇକ ଲାଗିଲେ ଲାଗିଲେ ହଣାହଣି ଦୁଲୁ ଦୁଲୁ ହୋଇନ କମ୍ପିଲା କମ୍ପିଲା ମେଦିନୀ ମେଦିନୀ। କାଣ୍ଡ ଗଦା ମୁଦ୍ଗର ଲାଗି ଆଉ ଶିବର ଲକ୍ଷ ଲକ୍ଷ ହୋଇନ ଉଡ଼ିଲେ ଉଡ଼ିଲେ ଆକାଶର। ଆକାଶର ପବନ ହାତରେ ତେମ୍ହେ ପାତଲା ପାତଲା ଆମ୍ବ ଆମ୍ବ ଝଟି ଝଟି। ସେହିପରି ଯୋଦ୍ଧାଙ୍କ ମୁଣ୍ଡ ଗଲା ଛିଡ଼ି କି ଯୁଦ୍ଧ କଲେ ପ୍ରବଳ ଯୁଦ୍ଧ ହେଲା ପବନ ଉଠିଗଲା ଆମର ସୋଡାଉ କେଟେ ବାଧା ହେଇନଥିବ ଅତି ବଡ଼ ଯୁଦ୍ଧ ହେଲା ନୀଳନ୍ଦୀ କନ୍ୟାଟା ଲାଗି ହଁ, ଛାର ନୀଳନ୍ଦୀ। କନ୍ୟାଟା ଲାଗି ଜଗତଟା ଆଜି ଧ୍ୱଂସ ହେଇଯାଉଛି ଆଉ ଆରେ ଅଯୋଗ୍ୟ କନ୍ୟାକୁ ଛାର ବୋଲୁଛୁ ଆଉ ଜାଣିଥା ହଁ ନୀଳନ୍ଦୀ ପରି ସୁନ୍ଦରୀ କନ୍ୟାଟି ଆଉ ଚୌଦପୁରେ କିଏ ନଥିଲା ଏଡେ ସୁନ୍ଦରୀ ଏଡେ ସୁନ୍ଦରୀ ତା ଲାଗି 5-7ଟା ବିବାହ ପଡ଼ିଲାନି କଣ ଅଭାବ ଥିଲା କି ବାଛି ବାଛି ସୁନ୍ଦରୀ ସବୁ ବିବାହ ହେଇଥାନ୍ତା ମରିବାଟା ଭଲ ହେଲା କି ତା ଯୋଗୁ 5-7ଟା ବିବାହ ହେଲା। ଏପରି ଥାନ୍ତା କଣ ହେଇଗଲା ଆଉ ଲୋକ 5-7ଟା ବିବାହ ନାହାନ୍ତି ଆରେ ବିବାହ ପଡ଼ିଲେ କଣ ହଉଛି କି ଆଉ? ତାଙ୍କର ଅର୍ଦ୍ଦଳି ସହିବ ହଁ। ତାଙ୍କୁ ଅଳଙ୍କାର ଦବ ହଁ। ଧନ ଥିବ ପୋଷି ପାରିବ ଧନ ଥିଲେ ହେଇପାରିବ କଣଟା ହେଲା ଧନ ଥିଲେ 15ଟା ହଉ ଧନ ଥିଲେ 15ଟା ହବ ତାମନ ଆଉ ଧନୀ ଲୋକମାନେ 15ଟା ବିବାହ ନାହାନ୍ତି ହଉନାହାନ୍ତି ତମେ ଜାଣୁଛ ହଉନାହାନ୍ତି ହଇରେ ଧନୀ ଲୋକ 15ଟା ବିବାହ ହଉଛନ୍ତି ଘରକୁ ସିନା ଆଣୁନାହାନ୍ତି କିଏ କୋଉଠି କଣ ହଉଛି କିଏ ଦେଖୁଛି ନା ଲେଖୁଛି ଆରେ ରହ ରହ ପ୍ରବଳ ଯୁଦ୍ଧ ହେଲା ହଁ କାର୍ତ୍ତିକେଶ୍ୱର ଗଜାନନ ରୁଦ୍ରବଳ ଏମାନେ ଏକ ହୋଇ ଆଚ୍ଛା। ଏ କୃଷ୍ଣଙ୍କର ସବୁ ସୈନ୍ୟଙ୍କୁ ସବୁ ପୁଅ ମାନଙ୍କୁ ମୋହ କରି ପକେଇଦେଲେ ପକେଇଦେଲେ ଆଚ୍ଛା ଆଉ ଥରେ କାର୍ତ୍ତିକେଶ୍ୱର ମୟୂରକୁ ଡାକିଲେ ସେ କନ୍ୟାକୁ ଧଇଲେ କୈଳାସ ନିଜ ଘରକୁ ପଳେଇଥିଲେ। ପଳେଇଲେ ଆଚ୍ଛା ଆଚ୍ଛା ନାରଦ ବିଚାର କଲେ ମୁଁ କେଡେ କଥା କଲି ହରି ରାମ ହେ ମୁଁ ହିଁ ଏକା କୃଷ୍ଣଙ୍କର ବଂଶ ବୁଡାଇଲି ଜୟ ରାମ ହେ ଏବେ ଯାଇ କହିବି ମୁଁ ଦ୍ୱାରକା ନଗର ଜୟ ରାମ ହେ ଏତେ ବୋଲି ତହୁଁ ଧାଇଲେ ମୁନି ବର ଜୟ ରାମ ହେ ନବୀନ ସୁନ୍ଦର ଘନ ଶ୍ୟାମ ହେ
କହିଲେ ହେ ରାମକୃଷ୍ଣ ଆହା। ଆପଣ ମାନେ ଗଲେ ନାଇଁ ପୁଅ ମାନଙ୍କୁ ପଠେଇ ଦେଲେ ଆଚ୍ଛା। କାର୍ତ୍ତିକେଶ୍ୱର ଆସିଲା ତୁମର ଆନନ୍ଦ ଆନନ୍ଦଙ୍କୁ ହାଣିକିରି ନୀଳନ୍ଦୀ କନ୍ୟାଟାକୁ ନେଇଗଲା ଆହା। ଆଉ ସବୁ ପୁଅ ମାନେ ଗଲେ ବାଟରେ ଗଲେ। ବଡ ପ୍ରଳୟ ହେଲା ତଥାପି ସମସ୍ତଙ୍କୁ ସିଏ ମୋହ କରି ପକେଇଦେଲା ପରାସ୍ତ ହେଇଯାଇଛନ୍ତି। ପୁଅର ମରଣ ଶୁଣିଲେ ବାପାର ମନ ଦୁଃଖ କେମିତି ନ ହବ ହଁ ହଁ ଅତି ଦୁଃଖ କଲେ ଆହା କାନ୍ଦିଲେ ହଁ। ତାପରେ ବଳରାମ କୃଷ୍ଣଙ୍କୁ କହିଲେ ହରେ କୃଷ୍ଣ ଆମେ କାନ୍ଦିବା କାନ୍ଦି କାନ୍ଦି ମଧ୍ୟ ମରିଯିବା ପିଲାମାନେ କଣ ଆସିବେ? ହେ ନାରଦ ଆହା କୋଉଠି ସେ ଶିବ ପୁଅ ଅଛି ମତେ ଟିକେ ଦେଖେଇଦବ ହଁ ହଁ ନାରଦ କହନ୍ତି ହେ ଚିନ୍ତା କର ନାହିଁ ମୋ ସହିତ ଆସ ମୁଁ ଦେବି ହେ ଦେଖାଇ ଆହା ଆଗରେ ନାରଦ ମୁନି ବାଟ କଢାଇଲେ ତାଳ ଧ୍ୱଜେ ନନ୍ଦୀ ଘୋଷେ ରାମକୃଷ୍ଣ ଦୌଡ଼ିଲେ କେତନଗିରି ତଳେ ପହଞ୍ଚିଲେ ଯାଇ ଆଚ୍ଛା ସେ ସମୟକୁ କାର୍ତ୍ତିକେଶ୍ୱର ଆହା। ନିଜ ପୁରେ କନ୍ୟାଟାକୁ ଛାଡି ଦେଇଛି ଆଚ୍ଛା। ପଦାରେ ଟହଲୁଛି ଏଇ ସମୟରେ ନାରଦ ଦେଖେଇଦେଲେ ବେଲେ ହେଠି ମହାପ୍ରଭୁ ଦେଖ ଶିବ ପୁଅକୁ ଛଅ ମୁହାଁ ଛିଡା ହେଇଛି ସେଠି ଦେଖ ଦେଖ ଆଜ୍ଞା ଏତେବେଳେ କ୍ରୋଧରେ ରାମ କହିଲେ ଆହା ଏ କଳା ମୁହାଙ୍କି କଲୁ ରେ ବୋଇଲେ ରେ କୁଳାଙ୍ଗାର କେଡେ କଥା କଲୁ କାହିଁକି ରେ ତୁ ଭାଇକି ମାଇଲୁ ମାଇଲୁ କଳିର ପ୍ରସାଦେ କାର୍ତ୍ତିକ ବୁଡିଥିଲା ଏ ନକସ୍ତକ ହେଲେ ତତେ ଛାଡିବୁ କି ବୋଇଲା ଏ କାଳେ ରାମ ସମ୍ଭାଳି ନ ପାରିଲେ ହଙ୍କାର କରି ଆଗକୁ ଆଗକୁ ଡେଇଁଲେ ଲଙ୍ଗଳ ମୁଛଳ ବୁଲାଇ ବୁଲାଇ ହଙ୍କାର କରି ପିଟିଲେ ହେ ନେଇ ଯେତେବେଳେ ହୁଙ୍କାରି ପିଟିଲେ ମୁଛଳି ମୁଛଳି ମୟୁର ସହିତ କାର୍ତ୍ତିକ ଗଲେ ଧଳି ରାମ ଯେ ହରି ଏକାଥରେ କାର୍ତ୍ତିକ ମୟୁର ହଳିଆ ପଡିଗଲେ ଶଗଡ଼ ସାହୁକାର ସବୁ ଲଉଟି ପଡିଲେ ସେଠି ଆଚ୍ଛା, ଆଚ୍ଛା। ନାରଦ ବିଚାର କଲେ ମୁଁ ଏବେ ଯିବି ଏ କଥା ଯାଇ ମହାଦେବଙ୍କୁ କହିବି ଆହା କଟକ ତୀର୍ଥରେ ମହାଦେବ ଥିଲେ ତାହାଙ୍କୁ ନାରଦ କହିଲେ ଆଚ୍ଛା ସେ ପୁଣି ଯୁଦ୍ଧକୁ ଆସିଲେ ହରିହର ଭେଟ କରେଇଦେଲେ ସେ ଆସିଲା ବେଳକୁ ଏଣେ ନାରଦ ଯାଇକିରି ପଞ୍ଚ ପାଣ୍ଡବଙ୍କୁ କହିଦେଲେ ସବୁ ଚାନ୍ଦା ଭଲାକିରି ଏକାଠା କରିଦଉଛନ୍ତି ଆଉ ସମସ୍ତେ ଏକତ୍ବ ହେଇଗଲେ ଆଚ୍ଛା ଏକ ଦିଗରେ ଶିବ ଆଉ ଏକ ଦିଗରେ କୃଷ୍ଣ ସମସ୍ତେ? ବଳରାମ ପଞ୍ଚପାଣ୍ଡବ ସମସ୍ତେ ସମସ୍ତେ ଆଉ ଶିବ ବିଚାର କଲେ ଅବଶ୍ୟ ଏମାନେ ମତେ ଆଜି ପରାସ୍ତ କରିଦେବେ ହେବ ଆଜ୍ଞା। କାରଣ ସମସ୍ତେ ସେ ଦିଗରେ ଏତେ ବୋଲି ହଇଲେ ଯେ ରୁଦ୍ର ଅବତାର ରୁଦ୍ର ପ୍ରତାପ ଶର ଧରିଲେ ଶଙ୍କର ଯେତେବେଳେ ଧରିଦେଲେ ଜାଣିଥା 14 ପୁର ଦୁଲୁଦୁଲୁ କମ୍ପିଲା ହଁ ବଳରାମ ନିଜ ଆୟୁଧ ଧଇଲେ ଆହା। କୃଷ୍ଣ ନିଜ ଆୟୁଧ ଧଇଲେ ଯେ ଯାହାର ବଡ ବଡ ଶର ଟେକି ଦେଲେ ଆଉ ସବୁ ସ୍ୱର ଗୁଡାକ ଏକାଠି ଦେଲେ ରଡି ବିଧାତା ହାତରୁ ବୋଧେ ପୋଥି ଗଲା ପଡି ବ୍ରହ୍ମା ତପସ୍ୟା କରୁଥିଲେ ତାଙ୍କ ହାତରୁ ବେଦ ବହି ପଡିଗଲା ହଁ। କଣ ହେଲା ବୋଲି ଯୋଗ କଲେ ଆହା। ହେ ଭାଜି ଯାଉଛି ହରିହର ଯୁଦ୍ଧ ଆଚ୍ଛା, ହଂସ ଆଚ୍ଛା। ଉପରେ ଆସିଲେ ଶାନ୍ତି ଶାନ୍ତି ହଉ ଦୈବଙ୍କୁ ଯେତେବେଳେ ଏମାନେ ଦେଖିଲେ ଯେ ଯାହାର ଚର ସବୁ କୋଟୁଳିରେ ଶର ପୁରାଇଲେ ସମ୍ଭାଳିଲେ ବ୍ରହ୍ମା ପଚାରିଲେ କିଏ ଶିବ କାହିଁକି ଯୁଦ୍ଧ କରୁଛ ଆହା। ଶିବ କହିଲେ ମୋ ବୋଉକୁ ନେଇ ଯାଉଛନ୍ତି ଗୌଡ ମାନେ ତେଣୁକରି ମୋର ଯୁଦ୍ଧ ବ୍ରହ୍ମା କହିଲେ ହେ ରାମ କଣ? ଏ କି ଅନ୍ୟାୟ ରାମ କହିଲେ ନାଇଁ ଆଜ୍ଞା ସେ ଆପଣଙ୍କୁ ଭୁଲେଇକିରି କହୁଛି ମୋ ବୋଉକୁ ନେଇ ଯାଉଛି ଏ ଜଟିଆ ତେଣୁକରି ମୋର ଅନର୍ଥ ଚାଲିଛି ବ୍ରହ୍ମା ଶୁଣିଲେ ଯେ ଉଭୟ କୂଳର ନ୍ୟାୟ ସମାନ ପିଲାଦିନେ ମା ଗୋଟିଏ ବର ବରିଛି ଯୁବା ସମୟରେ ବାପା ଗୋଟିଏ ବର କରିଦେଇଛି କହିଲା ଛାଉ ବସ ସମାଧାନ କରି କରିବା କ୍ଷୀର ସମ ଗୋଟେ ବିଶ୍ଵ ଦରବାର ବସେ ଆଚ୍ଛା ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ଯମ ନରୁତ ବରୁଣ କୁବେର ସାତବାର ନବଗ୍ରହ 27 ନକ୍ଷତ୍ର ଆରେ ବାଃ ସମସ୍ତେ ବସିଲେ ବିଶ୍ବ ଦରବାର ବ୍ରହ୍ମା ଆଚ୍ଛା କହିଲେ ହେ ସଭାସଦ ବର୍ଗ ଶୁଣନ୍ତୁ ମାତା ବରବରିଛି ବାଲ୍ୟ ସମୟରେ ବାପା ବାପା ବରଣ ବରବରି କରିଅଛି ଅଛି ଯୁବା କାଳେ କାଳେ। କହ ଏ କନ୍ୟାଟା ହୋଇବ କାହାର ଏହା କହି ସଭାରେ ବସିଲେ ବେଦବର କହିଲେ ସବୁ ବୁଝିପାରିଲ ନା ଗୋଟିଏ ଝିଅ ଆହା ଝିଅକୁ ମା ବାଲ୍ୟ ସମୟରେ ଗୋଟିଏ ବରବରିଛି ଆଚ୍ଛା ଯୁବା ବୟସରେ ବାପା ଆଉ ଗୋଟିଏ ବରବରିଛି ଏ ଉଭୟଙ୍କ ଭିତରୁ କିଏ ସେ ନେବା କଥା କହନ୍ତୁ ମାତ୍ର କିଏ କହିବ କିଏ କହିବ କୃଷ୍ଣ ସାନ ହଁ। ନା ଶିବ ସାନ କାହା ପକ୍ଷରେ କିଏ କହିପାରିବେନି ଏ 14 ପୁରରେ ରାଜା ହଉଛନ୍ତି ଇନ୍ଦ୍ର ଆଚ୍ଛା ସେ କଣ କହିଲେ ପୁଅ ଝିଅ ଠାରେ ମାର ଅଧିକାର ନାହିଁ ବୋଲି କାଟିଦେଲେ ସ୍ୱର୍ଗର ଧର ପୁଅ ଝିଅ ଠାରେ ମାର ଅଧିକାର ନାହିଁ ଇନ୍ଦ୍ର ଅର୍ଥ କହିଲେ। କଣ ବାହାରିଲା ଓ ଝିଅ ଠାରେ ମାର ଯଦି ଅଧିକାର ନାହିଁ ଆଚ୍ଛା। ତେବେ ଜ୍ୱାଇଁ କରିବାକୁ ଅଧିକାର କିଏ ଦେଲା ଉଡାଗଲା କାର୍ତ୍ତିକେଶ୍ୱରର ଉଡାଗଲା ହଁ ବୋଲିକିରି ଅର୍ଥ ବାହାରୁଛି ବାହାରିଲା ଆଚ୍ଛା ତାହାଙ୍କର ପାଶରେ ଚନ୍ଦ୍ର ବସି ବସିଥିଲେ କାହିଁକି ଏ ବୃଥା କଥା କହିଲେ ବୋଇଲେ ଆପଣ ଯାହା କହିଲେ ବୃଥା ମାର କାହିଁକି ଅଧିକାର ହଉନି ମାତାର ଯୋ ପିତା ବୀର୍ଯ୍ୟ ମିଶ୍ରଣ ପିଣ୍ଡଟିଏ ସିନା ହୁଏ ଉତ୍ପନ୍ନ ଠିକ ଏ ତ ହଁ। ଝିଅ ଠାରେ କାର ଅଧିକାର ବୋଲି ପଚାରୁନାହାନ୍ତି ନାଇଁ ତ ଅନ୍ୟଟା କାର ବୋଲି ପଚାରୁଛନ୍ତି ହଁ ମତେ ଯେ ଆଗ କଥା ଏକା ହେ ଜଗତରେ ସାର ନ୍ୟାୟ କଲେ ଘେନି ଯିବ ହେ କାର୍ତ୍ତିକେୟ ବୀର ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର ଘନ ବରନ ଶ୍ୟାମ ଦେଖେ ପ୍ରଥମରେ ଜଣେ କହିଲା ରାମ ପୁଅ ନୁ ହଁ
ଆଉ ଜଣେ କହିଲେ କାର୍ତ୍ତିକ ଶରଣ ଶିବ ପୁଅ ହଁ ତାଙ୍କର ପାଶରେ ମଙ୍ଗଳ ଗ୍ରହ ଥିଲେ ଆପଣ କହିବାର ତ ନଇଲା ବୋଇଲେ ଆଚ୍ଛା କହିକି ମା ପରିବାର ବର ବିବାହ ହୋଇବ ବାପା ପରିବାର ବର ବାହୁଡି ପଳାଇବ କି କଥା ଇଏ ବେଦରେ କଣ ଅଛି ରାଜଦତ୍ତ ପୃଥିବୀ ପିତା ଦତ୍ତ କନ୍ୟା ଏ ମହିମଣ୍ଡଳରେ ଭାଜନ ହୁଏ ସିନା କନ୍ୟା ପ୍ରଦାନ କିଏ କରିବ ବାପା ବାପା କରିବ ମତେ ଯେବେ ପୁଚ୍ଛା କଲ ମୋର ବୋଲ କର ରାମଙ୍କ ପୁଅକୁ ନୀଳନ୍ଦୀ ବିଭା କର ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ ତାଙ୍କର ପାଶରେ ବୁଧ ଗ୍ରହ ଥିଲେ ଆପଣ କହିବାର ମଧ୍ୟ ନହିଲା ବୋଇଲେ ଆଚ୍ଛା କାରଣ ହଁ। ନୀଳନ୍ଦୀର ବାପା ତ ବର୍ଣ୍ଣନୁ ହୋଇ ହଁ। ଏ ଫିଙ୍ଗି ଦିଅ ବୋଲି ଭାରିଜାକୁ କହିଥିଲା ସେ ଜନ୍ମ ହେଲା କାଳରେ ଯିଏ ମଶାଣିରେ ଫିଙ୍ଗି ଦିଏ ବୋଲି ବୋଇଲା 17 ବର୍ଷ ପର୍ଯ୍ୟନ୍ତ ଘରେ ଝିଅ ଥିବାର ଯୋଉ ବାପା ଜାଣିନି ବିବାହ କଲା ବେଳକୁ ସେ ଏବେ କେମିତି ତାର ବାପା ହେଲେ ଏଣୁ କରି ସମସ୍ତେ ମୋର ବୋଲ କର ହେ ମୋର ବୋଲ କର ଶିବଙ୍କ ପୁଅକୁ କନ୍ୟାଟା ବିଭା କର ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର ଘନ ବରନ ଶ୍ୟାମ ତାଙ୍କର ପାଶରେ ବୃହସ୍ପତି ଥିଲେ ଆପଣ କହିବାର ମଧ୍ୟ ନହିଲା ବୋଇଲେ ଆଚ୍ଛା ଆଚ୍ଛା ହଉ ତେବେ ଆପଣଙ୍କର କଥା କରିବା ଯଦି ନୀଳନ୍ଦୀର ବାପା ନୁ ହୋଇ ବରଣ ହୁଏ ନାହିଁ ଆଚ୍ଛା ତେବେ ସେ କନ୍ୟାର ବାଧ୍ୟରେ ଯାଇଥାନ୍ତା ପ୍ରାଣ ମହାଦେବ ସିନା ତାର ରଖିଲେ ଜୀବନ ମହାଦେବ ଯେବେ ତାର ଜୀବନ ରଖିଲେ ଧର୍ମରେ ତ ମହାଦେବ ତାଙ୍କର ବାପା ହେଲେ ଭାଇ କି ଭଉଣୀ କେମନ୍ତେ କରିବେ ପ୍ରଦାନ ତେଣୁ ଏ କନ୍ୟାକୁ ନେବ ରାମଙ୍କ ନନ୍ଦନ ବଡ ମଉଜ ହଉଛି ତ ଓକିଲିଆ କଥା ସବୁ ବାହାରୁଛି ଏଥିରେ ଆରେ ଜାଣିଥା ହଁ। ଓକିଲ ବିଦ୍ୟା ମଧ୍ୟ ଆମର ପୁରାଣରେ ଅଛି ଏବେ ସେମିତି ହଉନି କି ସମାନ ତ ଲ ବାହାରୁଛି ଆଉ ଆଚ୍ଛା ଆଚ୍ଛା ଏହା ଯେତେବେଳେ ଦେବଗୁରୁ କହିଦେଲେ ପୁରାଣ ଯୁଗରେ ଏହା ଥିଲା ପଦ୍ଧତି ପଦ୍ଧତି ଏ ଯୁଗରେ ଥିଲା ଏଇଟା ହେଲା ଲ ଆଚ୍ଛା ଆଚ୍ଛା ଏହା ଯେତେବେଳେ ଦେବଗୁରୁ ତଥା ବୃହସ୍ପତି କହିଲେ କହିଲେ ତାଙ୍କର ପାଶରେ ଅସୁର ଗୁରୁ ଥିଲେ କେ ସେନା ଶୁକ୍ରାଚାର୍ଯ୍ୟ ଆଚ୍ଛା ଆଚ୍ଛା ଆପଣଙ୍କର କଥା ମଧ୍ୟ ନହିଲା ବୋଇଲେ ଆରେ ରେ ଆଚ୍ଛା ସଂକଳ୍ପରେ ଏକା ଜଗତ ରହିଛି ନିଶ୍ଚୟ କହିଲେ ଶୁଣ ଗୋଟିଏ ଲୋକ ଶୁଭ କାମ କରିବା ପାଇଁ ଆହା। ପଟୁ ପିନ୍ଧି ଯଦି ସଂକଳ୍ପ କରିଦଉଛି ଆଚ୍ଛା। ତାପରେ ଯଦି ତା ବଂଶରେ କି ତା ଘରେ ଅଶୌଚ ହଉଛି ହଁ ତାକୁ ତ ଅଶୌଚ ଲାଗୁନି ନାଇଁ ମହାଦେବ ଯେତେବେଳେ ପୁନର୍ଜନ୍ମ ଦେଲେ ବୋହୁ କରିବି ବୋଲି ସଂକଳ୍ପ କରିଥିଲେ କାହିଁକି ବହୁ ନ କରିବେ ପ୍ରଭୁ ବସୁପତି ହେ ପ୍ରଭୁ ପଶୁପତି ବେଦର ଶାସ୍ତ୍ରକୁ ହେ ବିଚାର ମତି ଏତେବେଳେ ସମସ୍ତେ ମୋର ବୋଲ କର କାର୍ତ୍ତିକକୁ ନୀଳନ୍ଦୀ କି ଏଠାରେ ବିଭା କର ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ ତାଙ୍କର ପାଶରେ ଯମରାଜ ଥିଲେ କିଏ ହେଲେ କହିବାର ନହିଲା ବୋଇଲେ ଆଚ୍ଛା। ବେଦରେ ବିଧାତା ଲେଖିଛି ଏ ମର୍ମ ସ୍ତ୍ରୀ ମାନେ ଇଚ୍ଛା ବର ବରିବାର ବରିବାର ଧର୍ମ ଧର୍ମ। ରାଜଜେମା ହାତରେ ବର୍ଣ୍ଣମାଳ ଦେବା ସେ ଯାହାକୁ ବରିବ ତାକୁ ବିବାହ କରିବ ବିବାହ କରିଦେବା ସେତେବେଳେ ସର୍ବଦେବେ ତାଳି ବୃଷ୍ଟି କଲେ ଧର୍ମରାଜ ଧର୍ମ କଥା ବୋଇ ଆଚ୍ଛା ନିଜେ ହଁ ବ୍ରହ୍ମା କାର୍ତ୍ତିକ କାର୍ତ୍ତିକ ବୋଲି ସ୍ମରଣ କରିବାରୁ କାର୍ତ୍ତିକ ଜୀବଦାନ ପାଇ ଆସିଲେ ଆନନ୍ଦ 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 ବୋଲି ସ୍ମରଣ କରିବ ଆନନ୍ଦ ଜୀବଦାନ ପାଇ ଆସିଲେ ଆସିଲେ। ଦୁଇ ଜଣ ଯାକ ବସିଲେ ଏଣେ ବରୁଣ ମଧ୍ୟ ଆସିଲେ ଆହା ରାଜଦେବଙ୍କୁ ମଧ୍ୟ ଡକିଲେ ନୀଳନ୍ଦୀ ହାତରେ ନୀଳନ୍ଦୀର ବର୍ଣ୍ଣମାଳ ହାତରେ ଦେଲେ। ବର୍ଣ୍ଣମାଳ ଦେଲେ ଆଚ୍ଛା। ତୁ ଯାକୁ ବରିବୁ ବରେ ବୋଇ ହଁ ଏଥୁ ଅନନ୍ତରେ ରାଜଜେମା ଗଲା ଆହା। ଏଥୁ ଅନନ୍ତରେ ରାଜ ଯେ ମାଙ୍ଗଲା କାର୍ତ୍ତିକକୁ ଦେଖି ମନେ ମନରେ ଭାବିଲା ଏକ ମୁଖ ପୁରୁଷକୁ ବୁଦ୍ଧି ନ ପାରେ ନାରୀ ଛଅ ମୁଖ ପୁରୁଷକୁ ମୁଁ ବୁଦ୍ଧି ବିକି ପରି ଏହା କହି ରାଜଦେମା ମୁଖ ପୋତି ଗଲା ଆହା। ଆନନ୍ଦାନନ୍ଦ କଣ୍ଠ ବର୍ଣ୍ଣମାଳ ଦେଲା ସେତେବେଳେ ରାମ ସର୍ବଦେବେ ଆନନ୍ଦ ହୋଇଲେ ହୋଇଲେ। ଧର୍ମର ଜୟ ହେଲା ହେଲା ବୋ ବୋଇଲେ ଗାଇଲେ ମଙ୍ଗଳ ଗୀତ ଦେଲେ ହୁଳ ହୁଳି ବିବିଧ ବାଦ୍ୟ ନାଦରେ ସିନ୍ଧୁ କି ଉଛୁଳି ବିବାହ ବିଧି କରି ଯେ ଯାହା ଘୋର ଘରକୁ ଗଲେ ବୈବସ୍ପତଙ୍କୁ ଏହା ଅଗସ୍ତି କହିଲେ ନୀଳନ୍ଦୀ ହରଣ ଗାଥା ହେଲା ହୋଇ ସମାପତ ଜଗତର ମଙ୍ଗଳ କରନ୍ତୁ ଜଗନ୍ନାଥ ବୋଲୋ ପ୍ରେମାନନ୍ଦେ ହରି ବୋଲ